ବୁଲିଲି ଡରିବାନି 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 ଜାଣନ୍ତି ଏ ଗୀତ ଜାଣିନାହାନ୍ତି ନ ଜାଣନ୍ତୁ ହାଲେଲୁୟା ଗୀତ ଗାଇବା ଗାଇବା ଏତେ ଲୋକ ହଁ ବୋଇଲେ ମୁଁ କାହିଁକି ଗାଇବି ଗାଇବା ସାର୍ ଦେଖ ମୁଁ ବହୁତ ସିଧା ରକଟକ କୁହେ ଯେହେତୁ ଏବେ ମୁଁ ଯୋଉଠି ଠିଆ ହେଇଛି ସେ ଜାଗା ସେମିତି ଜାଗା ହାଲେଲୁୟା ଆପଣ ମାନେ ଯେମିତି କହିବେ ସେମିତି ପାଉଥିବେ ଆପଣ ମାନେ ହଁ କହିନାହାନ୍ତି ତ ମୁଁ ଗାଇବି ନାହିଁ ଆସନ୍ତୁ ପଢିବା ପ୍ରଥମ ପିତର ପ୍ରଥମ ଅଧ୍ୟାୟ 15 ପଦ ମାତ୍ର ତୁମ୍ଭମାନଙ୍କର ଏମିତି ନାହିଁ ପୁରା ଟାଇ ଟାଇ ପଢିବେ ଜୋରସେ ପଢିବେ ମାତ୍ର ତୁମ୍ଭମାନଙ୍କର ବସି ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା ଯେପରି ପବିତ୍ର କଣ ପବିତ୍ର ପବିତ୍ର ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନ ମାନଙ୍କ ପରି କଣ ହୁଅ ପବିତ୍ର ହୁଅ ହାଲେଲୁୟା ଆପଣ ମାନେ ମଝିରେ ମଝିରେ ହାଲେଲୁୟା କହିଲେ କହୁଥିବେ ନ କହିଲେ ମାଡ଼ that is not good ମତେ କୁହନ୍ତୁ ଆମେ ଯେତେ ସଭାକୁ ଯାଇଛୁ ସବୁ ସଭାରେ ଅଲମୋଷ୍ଟ 90+ ସଭାରେ ବକ୍ତା ମାନେ ଯେପର୍ଯ୍ୟନ୍ତ କହିବେ ନାହିଁ ବା ପାଳକ ଯେପର୍ଯ୍ୟନ୍ତ କହିବେ ନାହିଁ ଜୋରସେ କୁହ ବୋଲି ଆମେ କହିଛୁ ହାଲେଲୁୟା କହିବାକୁ ତ ଇଚ୍ଛା ନାହିଁ ଆମକୁ ସ୍ୱର୍ଗ ଯିବାକୁ ସ୍ୱର୍ଗରେ କି ଭାଷା ଲାଗବା ହାଲେଲୁୟା ପ୍ରେଜ୍ ଦ ଲର୍ଡ ହାଲେଲୁୟା ସର୍ବପ୍ରଥମେ ପିତା ପରମେଶ୍ୱରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଅଛି ଏହି ଅନନ୍ୟ ଅବକାଶ ନିମନ୍ତେ ତ ସହିତ ଭାଲିଆ ସାହି ବହୁତ ସୁନ୍ଦର ନା ହାଲେଲୁୟା ଭାଲିଆ ସାହିରେ ପ୍ରଭୁ ପ୍ରଥମ ଥର କରି ମତେ ଆଣିଲେ ତାଙ୍କ ବାକ୍ୟକୁ ବିତରଣ କରିବା ପାଇଁ ଏହି ସୁଯୋଗ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉ କମ୍ୟୁନିଟି ଅଫ କ୍ରାଇଷ୍ଟ ର ସମସ୍ତ ମୁଖ୍ୟ କର୍ମକର୍ତ୍ତା ମହାଶୟ ମାନେ ପ୍ରଭୁଙ୍କ ଭକ୍ତ ଦାସ ମାନଙ୍କୁ ବହୁତ ବହୁତ ନମସ୍କାର ପ୍ରେଜ୍ ଦ ଲର୍ଡ ଡିରେକ୍ଟର ସାର୍ ଆଉ ନର୍ସ ଦିଦି ଆଉ ପ୍ରିନ୍ସିପାଲ ଆଜ୍ଞା ଦାସ ଆଜ୍ଞା ବଢିଆ ବାକ୍ୟ ଥିଲା ଆଉ ଆଜ୍ଞା ମ୍ୟାମ୍ ବାବା ମା ଭାଇ ଭଉଣୀ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ବହୁତ ବହୁତ ନମସ୍କାର ପ୍ରେଜ୍ ଦ ଲର୍ଡ ହାଲେଲୁୟା କହିବା ଜୟ ଯୀଶୁ ବାଃ ଯାଅ ଟିକେ ନିଆଁ ଦଉଥିବାକୁ ପଡୁନି କି ହାଲେଲୁୟା ପଡ଼ୋଶୀ ଲୋକଙ୍କ ହାତ ଟିକେ ଧରନ୍ତୁ ପଡ଼ୋଶୀଙ୍କ ହାତ ଧରନ୍ତୁ ଆଉ ଟିକେ ହଲାନ୍ତୁ ଗୋଟେ ସେକେଣ୍ଡ ଯାଏ ହଲାନ୍ତୁ ଗୋଟେ ସେକେଣ୍ଡ କୁହନ୍ତୁ ନିଦ ଭାଙ୍ଗଲା କି ବୋଲି ନାଇଁ ଖାଲି ସେତିକି ଏକା କୁହନ୍ତୁ ବେଶୀ ନାହିଁ ହାଲେଲୁୟା ଏବେ କୁହନ୍ତୁ ଆଜ୍ଞା ଜୋରସେ ପଡ଼ୋଶୀ ମୁଁ ପଡ଼ୋଶୀ କି ଏମିତି କରି ପଡ଼ୋଶୀକୁ ଆଜ୍ଞା ଏବେ ଆପଣ ମୋ ସହିତ କଥା ବାର୍ତ୍ତା କୁହନ୍ତୁ ନାହିଁ ଏବେ ଜଣେ କଥା ହେବାକୁ ଯାଉଛନ୍ତି କୁହ ଏବେ ଜଣେ କଥା ହେବାକୁ ଯାଉଛନ୍ତି ମତେ ଡିଷ୍ଟର୍ବ କରବ କୁହ ମତେ ଯଦି ଡିଷ୍ଟର୍ବ କହିବେ ପରା ନା ଡିଷ୍ଟର୍ବ ମତେ ଯଦି ଡିଷ୍ଟର୍ବ କରିବ କୁହ ପଡ଼ୋଶୀକୁ କୁହ ସିରିୟସଲି କୁହ ସେ ଡରଲା ପରି କୁହ ମତେ ଯଦି ଡିଷ୍ଟର୍ବ କରିବ ମିଟିଂ ସରିଲେ ମୁଁ କେମିତିଟା ଜାଣିବ ହାଲେଲୁୟା ଲେଖାଗଲା ହଉ କିଛି କଥା ନାହିଁ ଆମ ପାଖରେ ଯଥେଷ୍ଟ ସମୟ ଅଛି
ଯା ହଉ ଦେଖନ୍ତୁ ହଁ ଥରେ ଏମିତି ଭୁଲ ହେଇଯାଇଥିଲା ୱେଷ୍ଟର୍ଣ୍ଣ ଓଡ଼ିଶାର ସେଇ କନଭେନସନ ଥିଲା ଯୁବା ଯୁବତୀ ମାନଙ୍କର ପ୍ରାୟ 12ଟି ଜିଲ୍ଲାର ୟୁଥ ମାନେ ଜମା ହେଇଥିଲେ ବହୁତ ସାରା ୟୁଥ ଜମା ହେଇଥିଲେ ବରଗଡ଼ ଜିଲ୍ଲାରେ ହେଇଥିଲା ଆଉ ମୁଁ ତାଙ୍କ ଦୃଷ୍ଟିରେ କେମିତି ଲାଗିଲେ କିଏ ଜାଣେ ମତେ ଡାକିଥିଲେ ବକ୍ତା ଭାବରେ ମୁଁ ଯାଇଥିଲି ତ ଫର୍ଷ୍ଟ ଡେ ସବୁ ଜାଗାରେ କମ ସମୟ ମିଳେ ନ୍ୟାଚୁରାଲି ଜାଣିବା କଥା ଡେରିରେ ଆରମ୍ଭ ହୁଏ ଆଉ ଇତ୍ୟାଦି ଇତ୍ୟାଦି କର୍ମ ମାନ ରୁହେ ଧନ୍ୟବାଦ ଆଉ କଣ କଣ ସବୁ ତ ସେକେଣ୍ଡ ଡେରେ ଆଳକ ବାବୁ ମୋ କତିକୁ ଆସିଲେ ଆଉ କହିଲେ ଷ୍ଟିଫେନ୍ ବାବୁ ୟୁ ପ୍ଲିଜ୍ ଟେକ୍ ୟୁର ଅନ୍ ଟାଇମ୍ ମୁଁ କହିଲି ସିରିୟସଲି ୟେସ୍ ଆଉ ମୋର ଅନ୍ ଟାଇମ୍ ଥିଲା ମାତ୍ର ଇଭିନିଂ 8ଟାରେ ଷ୍ଟାର୍ଟ ହେଲା ଆଉ 11ଟାରେ ସରିଲା ହାଲେଲୁୟା ସୋ ଏବେ କେତେଟା ହେଇଛି 9ଟା ଏବେ ମାତ୍ର 1:04 ହେଲେ 4ଟା 4 ଯା ହଉ ଆମେ ନାସି ନାହିଁ ସର୍ବଦା ଆନନ୍ଦ କର ଆଜ୍ଞା କହୁଥିଲେ ମୁଁ କାହିଁକି କହିବି ତାଙ୍କର କଥା ନାଇଁ ବହୁତ ସୁନ୍ଦର ଟପିକ ପ୍ରଭୁ ଦେଇଛନ୍ତି ବହୁତ ଧ୍ୟାନରେ ଶୁଣିବେ ତୁମ୍ଭମାନଙ୍କର ଆହ୍ୱାନ କର୍ତ୍ତା ଯେପରି ପବିତ୍ର ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନ ମାନଙ୍କ ପରି ପବିତ୍ର ହୁଅ କଥାବାର୍ତ୍ତା ହେବେ ନାହିଁ ବେଦିରେ ନାହିଁ କି ବାହାରେ ନାହିଁ ଯଦି ହେବେ ତ ମୁଁ କଥା ହେବା ବନ୍ଦ କରିଦେବି and it's my serious talk to you ପରେ ଆପଣ କିଛି ବି ଭାଇ ପାରନ୍ତି I couldn't careless ଯଦି କଥା ହେବାର ଅଛି ଗୋଟେ ଟାଇମ ଦଉଛି ଗୋଟେ ମିନିଟ ଦଉଛି ଦୟାକରି କଥା ହେଇଯାଆନ୍ତୁ ବେଦିରେ ବି ନାହିଁ ସେଇଠି ବି ନାହିଁ ଗୋଟେ ମିନିଟ ଟାଇମ ଦଉଛି ମତେ ଦେଖନ୍ତୁ ନାହିଁ କଥା ହେଇଯାଆନ୍ତୁ ମୁଁ ଠିଆ ହେଇଛି କାମ କରୁଛି ମହାମହିମ ମାଲିକ ଈଶ୍ୱରଙ୍କର ହାଲେଲୁୟା ଜମା ଦୁଃସାହସ କରିବେ ନାହିଁ ପରସ୍ପର ସହିତ କଥା ହେବା ପାଇଁ ଯଦି ମୋ ଚକ୍ଷୁ ଦେଖିବ ପରେ ଆପଣ ବୁଝିବେ ଆଉ ମୁଁ ମଜାକ କରୁନାହିଁ ଆମ୍ଭମାନଙ୍କ ଜୀବନର ପ୍ରାଥମିକ ଆବଶ୍ୟକ କଣ ଯାହା ବିନା ଆମେମାନେ ଅଧୁରା ଅଛୁ ଆମମାନଙ୍କ ଜୀବନର ମୁଖ୍ୟ ଆବଶ୍ୟକ କଣ ଯାହା ଯଦି ଆମ ଜୀବନରେ ରହିବ ନାହିଁ ଆମ ଜୀବନ ବେକାର ବୋଲି କହିଲେ ଭୁଲ ହବ ନାହିଁ ଆଉ ମୁଁ କହିବା ପାଇଁ ଚାହେଁ ପ୍ରଭୁଙ୍କ ଲୋକମାନେ ତାହା ଟଙ୍କା ନୁହେଁ ତା ଧନ ବି ନୁହେଁ ଆଉ ତା ସମ୍ପତ୍ତି ବି ନୁହେଁ ତା ସୁନା ବି ନୁହେଁ କି ରୂପା ବି ନୁହେଁ କି ଗାଡି ବଙ୍ଗଳା ବି ନୁହେଁ କି ବଡ ବଡ ଘର ବି ନୁହେଁ ନୂଆ ଜବ୍ ବି ନୁହେଁ ଇଭେନ୍ କ୍ୟାରିୟର ସେଟଲମେଣ୍ଟ ବି ନୁହେଁ ଆଉ ଟିକେ ଟୁ ବି ଶକିଂ ଭଲ ସ୍ୱାସ୍ଥ୍ୟ ବି ନୁହେଁ ଆମମାନଙ୍କର ମୁଖ୍ୟ ଆବଶ୍ୟକ ଆପଣମାନଙ୍କୁ ଶୋକ ଲାଗୁଥିବ ଆଜ୍ଞା ଭଲ ସ୍ୱାସ୍ଥ୍ୟ ଏହା ଆମର ମୁଖ୍ୟ ଆବଶ୍ୟକ କି ପ୍ରକାର ନୁହେଁ ମୁଁ କହିବାକୁ ଚାହେଁ ଆଜ୍ଞା ତାହା ମୁଖ୍ୟ ଆବଶ୍ୟକ ନୁହେଁ ଯଦି ଶାରୀରିକ ସୁସ୍ଥତା ଯଦି ଟଙ୍କା ଯଦି ଭଲ ଘର ମୁଖ୍ୟ ଆବଶ୍ୟକ ହୋଇଥାନ୍ତେ ପାଉଲ ସକ୍ସେସଫୁଲ ପର୍ସନ ନା ଫେଲିୟର ପର୍ସନ କୁହନ୍ତୁ ଉତ୍ତର ଟିକେ ଆସୁ ତାଙ୍କର ସ୍ୱାସ୍ଥ୍ୟ ଠିକ ଥିଲା ଭଲ ଘର ଥିଲା ଡାବୁ ଥିଲା ନାଇଁ ପ୍ରଭୁଙ୍କ ଲୋକମାନେ ମାଇଣ୍ଡରେ କ୍ଲିୟର ହେଇଯିବା ଦରକାର ଆମେ ମାନେ କନଭିନ୍ସ ହେଇଯିବା ଦରକାର ମୋ ଜୀବନର ମୁଖ୍ୟ ଆବଶ୍ୟକ କଣ ଅଟେ ଆଉ ମୁଁ ଆଉ ଥରେ କହିବା ପାଇଁ ଚାହେଁ ତାହା ମନି ନୁହେଁ ପୁଅ ଝିଅମାନେ ଟଙ୍କା ପଛରେ ବାୟା ହୁଅନ୍ତୁ ନାହିଁ ସେ ଗୀତ ଗୋଟେ ଅଛି ପା ଡାବୁ ବାୟା ଜାଣନ୍ତି ନାହିଁ ଜାଣିଛନ୍ତି ଯାହା ହଉ ଗାଆନ୍ତୁ ନାହିଁ ହଁ ପଇସା ବଡ଼ ବିଷୟ ନୁହେଁ ପଇସା ପଛରେ ଯଦି ଯିବେ ପ୍ରଭୁଙ୍କ ପଛରେ ଯାଇପାରିବେ ନାହିଁ କନଭିନ୍ସ ହେଇଯାଆନ୍ତୁ
Money is not a big thing and is not of course an important thing. ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ବି ନାହିଁ, ଏହା ମୁଖ୍ୟ ଆବଶ୍ୟକ ବି ନାହିଁ। ଇଭେନ୍ ମୁଁ କହିଲି ଆପଣଙ୍କର ସ୍ୱାସ୍ଥ୍ୟ ଫିଜିକାଲ ହେଲ୍ଥ ଏହି ଶରୀରର ସୁସ୍ଥତା ମଧ୍ୟ ମୁଖ୍ୟ ଆବଶ୍ୟକ ନୁହେଁ। ଗୋଟେ ବ୍ୟକ୍ତି ଥିଲେ ଯାହାର ଦେହ ଯାକ ଘା, କଣ ତାଙ୍କ ନାମ? लाचार ଲାଜର। ପଢନ୍ତୁ ଲୁକ 16:19। ବହୁତ ଜୋରସେ ପଢିବେ, ମୁଁ ଯେମିତି ପ୍ରଚାର କରୁଛି ସେମିତି ପଢିବେ। ହଁ, ଚେଷ୍ଟା କରନ୍ତୁ। ଜଣେ ଧନୀ ଲୋକ ଥିଲା। ଏମିତି ନାହିଁ ବାବୁ, ଟାଇଁ ଭେଣ୍ଡିଆ ତମେ ହେଇଛ ପରା। ନା ଏମିତି ନାହିଁ, ଏମିତି ନାହିଁ। ଜଣେ ଧନୀ ଲୋକ ଥିଲା, ହଁ। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ହଁ, ମହା ଆଡମ୍ବରରେ ପ୍ରତିଦିନ ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। କିନ୍ତୁ ତାହାର ଫାଟକ ପାଖରେ ହୁଁ। ଲାଜାର ବୋଲି ଜଣେ ଭିକାରୀ ପଡି ରହିଥିଲା। ହଁ। ତାର ଦେହ ଯାକ ଘା ଭର୍ତ୍ତି ହୋଇଥିଲା। କୋଉଠି ଖାଇଥିଲା ଆଜ୍ଞା? देह जाक ଦେହ जाक ଯାକ। ଆଚ୍ଛା, ମତେ ଆପଣ ମାନେ କହିପାରିବେ କି ଭଉଣୀ ମାନଙ୍କର ଜାଗା ପ୍ୟାକ୍ ହେଇଛି ନା ଭାଇ ମାନଙ୍କର ଜାଗା ପ୍ୟାକ୍ ହେଇଛି? ଜଲ୍ଦି କୁହନ୍ତୁ, ବେଦିରୁ ଜଣେ କୁହନ୍ତୁ। ଭାଇ ମାନଙ୍କର ପ୍ୟାକ୍ ହେଇଛି ବୋଲି କହିପାରିବା କି? ହଁ, କାହିଁକି କହିପାରିବା ନାହିଁ? ଯେହେତୁ ତା ଖାଲି ଅଛି। ଇଟ୍ ମିନ୍ସ, ଧ୍ୟାନରେ ଶୁଣିବେ, ଦେହ ଯାକ କଣ ଭର୍ତ୍ତି ହେଇଥିଲା? ଘା। ମାନେ ତାର ଦେହର ଗୋଟିଏ ଅଙ୍ଗ ବି, ଗୋଟିଏ ପାର୍ଟ ବି ଖାଲି ନାହିଁ, ଖାଲି ନାହିଁ। ଧ୍ୟାନ କରିବାର ବିଷୟ, ଦେହ ଯାକ ଘା ଭର୍ତ୍ତି। ଯୀଶୁକୁ ଛାଡିଲା, ପ୍ରାର୍ଥନା ଛାଡିଲା, ପବିତ୍ରତା ଛାଡିଲା ନାହିଁ। ଥରେ ଟିକେ କାଶ ହେଲା କି ନାଇଁ କି ପ୍ରାର୍ଥନା ବନ୍ଦ। ମୋର ପଏଣ୍ଟ ନାହିଁ, ମୁଁ ଯିବି ବି ନାହିଁ ସାଡକୁ। ମୁଁ କଣ କହିବା ପାଇଁ ଚାହୁଁଛି, ଯଦି ଶାରୀରିକ ସୁସ୍ଥତା ମୁଖ୍ୟ ବିଷୟ ହୋଇଥାନ୍ତା, ଲାଜର ସେଠି ଫେଲ ନା ପାସ୍ ଫେଲ ହେଇଥାନ୍ତେ। ଏଣୁ এই শরীর রোগ হেউ কি বেমার হেউ কি ক্যান্সার হেউ কি প্যারালাইসিস হেউ কি টাইফয়েড হেউ কি যা বি হেউ কি সহি পচি যাও, আত্মিক দেহ ভাল থিবা নিহাতি জরুরি অটে। হালেলুয়া। ଆଉ এই শরীর ପାଇଁ ରୋଗ ହେଉଛି ବଡ଼ ବିଷୟ। ଠିକ ସେପରି ଆତ୍ମିକ ଶରୀର ପାଇଁ ଗୋଟେ ରୋଗ ଅଛି। ସେଇ ରୋଗ ଯଦି ହେଇଛୁ ଆମେ ଫେଲିୟର ଅଟ। ଆଉ ସେଇ ରୋଗର ନାମ ପାପ। ଆଜ୍ଞା, ଏତେ ତାର ଦେହ ଖରାପ ଥିଲା, କେଉଁମାନେ ଆସି ତାକୁ ଗେଲ କରୁଥିଲେ? ପଢ ବାବୁ, ପଢିଦିଅ ସେଟା। ସେ ସେଇ ଧନୀ ଲୋକର ମେଜରୁ ପଡିବା ଅଇଁଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା। କଣ କରୁଥିଲା? ବୋଲୋ ନା, ସପୋର୍ଟ କର। ହଁ, ଏଟା ଗୋଟେ ସେବା, ସପୋର୍ଟ କର, ନହେଲେ ମାଇକ୍ ଛାଡି ଦିଅ। ହଁ, କଣ କରୁଥିଲା? ପେଟ ପୁରାଇବା ପାଇଁ ଆଶା। ମାନେ ମିଳୁଥିଲା କି? ନାଇଁ। ଚିନ୍ତା କରିବାର ବିଷୟଟେ, ପେଟ ପୁରାଇବା ପାଇଁ କଣ କରୁଥିଲା? ଆଶା କରୁଥିଲା। ହେଲେ ଖାଇବା ମିଳୁଥିଲା କି? ଆଉ କଣ ସେ ଆଶା କରୁଥିଲା? ଖାଦ୍ୟ ନା ଅଇଁଠା? ଅଇଁଠା। ମତେ କୋଉ ଭାଇ ଭଉଣୀ ଏଠାରେ ଥିବାର ଜଣେ ବି କହିପାରିବେ, ଆପଣ ଜୀବନରେ ଥରୁଟିଏ ବି ଅଇଁଠା ପାଇଁ ବାଉଳା କାଉଳା ହେଇଛନ୍ତି? ନାଇଁ, ହେଇନାଉ ଆମେ। କି ଦୟା ଆମ ପ୍ରତି। ଲାଜାରଠୁ ଆମ ଜୀବନ ଭଲ। ଯେତେବେଳେ ଦେଖିଲେ ପାପରେ ପୂର୍ଣ୍ଣ ଆମ ଜୀବନ, ଆଉ ପ୍ରଭୁ ଆମକୁ ଏତେ କୃପା କରିଛନ୍ତି, କେବେ ଆମେ ଭୋଗିଲା ରହିନାହୁଁ। ଭୋଗିଲା ଆମେ ରହିଛୁ ବୋଲି କେହି ଜଣେ ବି କହିପାରିବା କି? ଆମେ, ମତେ ତ ଲାଗୁନାହିଁ ସେମିତି। କିଛି ନା କିଛି ତ ଆମକୁ ପ୍ରଭୁ ଦେଉଛନ୍ତି। ମୁଁ କଣ କହିବା ପାଇଁ ଚାହୁଁଛି, ଖାଦ୍ୟ ଯଦି ମୁଖ୍ୟ ବିଷୟ ହେଇଥାନ୍ତା, ଲାଜାର ତାହା ପାଇଥାନ୍ତା। ପାଇଲା କି ଲାଜାର? ନାଇଁ। ତା ପାଖରେ ଘର ଥିଲା, ବଙ୍ଗଳା ଥିଲା, ଟଙ୍କା ଥିଲା, ସମ୍ପତ୍ତି ଥିଲା, କାର ଥିଲା, କ୍ୟାରିୟର ଥିଲା, କିଛି ନାହିଁ। ଯଦି ଲାଜାର ପାଖରେ କିଛି ଥିଲା, ତାହା ହେଉଛି ପବିତ୍ରତା, ତା ହେଉଛି ଆତ୍ମିକ ସୁସ୍ଥତା,
प्रभु लोक मैं कहवा चाहे जीवन मुख्य आवश्यकता नीड पवित्रता अटे पवित्रता अटे आपण असुस्थ हो सब जगह को आई पारे आत्मिक शरीर असुस्थ हो इट मीन्स पाप थाई आपण प्रार्थना जाई पारे पाप सहित उपवास मीटिंग जाई पारे पाप सहित वाक्य धरी पारे पाप सहित बाइबल स्टडी जाई पारे पाप सहित एठुको मध्य आसी पारे किंतु पाप सहित पवित्र राज्य को जाई पारे नाही तेबे मुख्य आवश्यक कौन कहतु पवित्रता जीवन किसी थाऊ कि न थाऊ पवित्रता थाऊ आपनकर परिचय पवित्र पुओ बोले हो खाली ना पवित्र नाई हृदय पवित्र हवा दरकार हालेलुया प्रथम विषय कंफर्म हो जाओ हमें मते दरकार अछि जदि किछि ताउछि पवित्रता एथिबाय कहा गला आह्वान करता जेपरी पवित्र तुम्हें माने मध्य ना 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 आज्ञा संतान मानक परे पवित्र हुओ प्रभु लोक माने आमे माने जो परमेश्वर निकट को प्रतिदिन प्रार्थना करबा पई जाउछो सेही परमेश्वर प्रथमे पवित्र या भूली न जाओ से दयालु निश्चय से कृपालु निश्चय से क्षमा करिवे से प्रेमिक एथिबाई तो हमें बंचिछु ए न भूली जाओ से एट द वेरी टाइम से पवित्र मध्य अटंती गोटे कॉइन रो गोटे पार्श्व देखि खुशी हे गले आमे से कॉइन को चले पारिबा नाही जदि आरो पार्श्व ठीक नाही गोटे पार्श्व से प्रेम को देखो आर पार्श्व न्याय को देखो क्रोध को देखो विचार को देखो पवित्रता को देखो धार्मिकता को जो देखा ना आम आग को बढ़ी पारिबा ना सफल ख्रीष्ट जीवन पाई पारिबा ना शेष स्वर्ग राज्य मध्य जाई हेब ना स्वास्थ्य पक्षर पागल टंका पक्षर पागल कैरियर पक्षर पागल गरा गरी हेबा पक्षर पागल घर पक्षर पागल पवित्रता पे केते पागल कौन पाइबो तमे पैसा अर्जन करी मते कहबो टिके मु भी सुनिबा पई चाहूची आज्ञा 23 वर्षर पिला थिली 70,000 टंका चाकरी को लात मारी आसी सेवा करबा को कोन भाबुछंती एमडी पळे आसी बोकाटा मूर्खटा किसी जानी नहीं पैसा देकर पलि प्रभु पाख मु ना गोटे जीवन प्रभु देइछंती युवा युवती माने गोटे गोटे मात्र जीवन आपन को से एते प्रेम कले अरे बाप रे किंतु लागू छे मते आपन को एते भलो पाइले ता बननी होते ता वर्णना हे करा जाय परिबो वर्ड तो नाही कोन वर्णना करिवो एते प्रेम कले आपन को आकाश स्वर्ग पृथ्वी मझिरे अर्ध नग्न अवस्था रे झुलिले हस्त को मेलाइले काहे हमें पाप रे थिबा बोले पढ़िबा 2 Corinthians chapter 5:15 कोरिन्थियो द्वितीय 5:15 जल्दी पढ़ो जल्दी जल्दी द्वितीय कोरिन्थियो 5:15 आउ से समस्त निमंते मृत्यु भोग कले जेपरी जो माने जीवित से माने आउ अपना अपना निमंते जीवन जापन न करी बरं जे से मानक निमंते मृत्यु भोग कले ओ उत्थित हेले ताहाको निमंते जीवन जापन करंती से समस्त निमंते मृत्यु भोग कले जेपरी जो माने जीवित से माने आउ मात्र को अपना निमंते माने निज निमंते जीवन जापन न करी बरं जे हालेलुया समानक निमंते मृत्यु भोग कले तांको निमंते जीवन जापन करंती जीसु काहेकि जगत को आसले काहेकि रक्त देले आमर उत्तर कौन मोर पाप क्षमा हो जाओ मोर देह सुस्थ हो जाओ मोर बेमार ठीक हो जाओ मो स्वर्ग एते स्वार्थ हमें केमते आगे
আর শিশু এথিপাই আসলে কি স্পষ্ট লেখা আছে সে মৃত্যুভোগ কলে যেপরি মু ଏବେ জীবিত পবিত্র জীবন যাপন କରିବେ কেতে বুঝেছু আমি এটাকে সে মৃত্যুভোগ কলে করোনা প্রহারিত হলে মোর রোগ বেমার ঠিক হয়ে যাও আর আত্মিক রোগ আত্মিক দেহ 25 গন্ধু থাও আমি কেতে লোক জানিছু আমার দুইটা শরীর আছে আমি কেতে সুনিশ্চিত অছু আজ্ঞা আমার দুইটা শরীর গোটিয়ে নাই And number one is this body এই শরীর প্রথম শরীর এই শরীর মতে কোনটো ভাই বোন মানে এই শরীর পাই আমি কেতে বেলা খাউଛୁ জলদি কইবে ফটাফট খাও নান্তি আরে ফটাফট কো ইন্টারঅ্যাকশন ন করলে ডিস্টার্ব হবে ফ্লো জলদি বল 3 স্যার এই শরীর পাই 3 স্যার 3 বেলা খাউଛୁ টাইমিং মর্নিং রে 9টা 10টা বেলକୁ জলখিয়া নহলে পখাଳ নহলে ভাত পেজ যাহাবি পরে অপরাহ্ন লঞ্চ ଆଉ ସନ୍ଧ୍ୟାରେ ଖାଉନାହାନ୍ତି ସତ ଖାଉ ପ୍ରଭୁଙ୍କ ସାନ୍ନିଧ୍ୟରେ ମତେ ମିଛ କେବେ ସୁଧରିବ ଜୀବନରେ ସିମ୍ପଲ କଥାରେ ବି ମିଛ ଦେଖ ବହୁତ ସାବଧାନ ଆପଣ ମାନେ ହଁ ଅନୁଯୋଗକୁ ଭଲ ପାଇବ ନାହିଁ ମଣିଷ ହେବ ନାହିଁ ଲେଖିକି ରଖିଥାଅ ୟେସ୍ ଦ୍ୟାଟ୍ସ ଇଟ୍ ଆଉ କିଛି ନାହିଁ মতো আশীর্বাদ মিলে যাও কোন মিলব শর্টকট নাই কাকে ঈশ্বরଙ୍କ বাক্যরে যে প্রভু যিশু কইলে পিতরକୁ পিতা তুম দ্বারা প্রকাশ ন কলে তুম মুখରୁ বাড়িব নাই সেই প্রভু যিশু পিতরକୁ 5 মিনিট পর কইলে রে শয়তান শয়তান বইলে अब हमको সেটা কই দিলে তো খেদি পকেও মারি মারি পড়ে লাগুছে এনিওয়ে কেতে বেলা খাউଛୁ 3 বেলা মিনিমাম 4 বেলা প্রায় খান্তি যাহা হোক আচ্ছা উত্তর দেবে কেতে কেতে বর্ষ এই শরীরে রহিব 2-3 কোটি বর্ষ বাস এতকি আগা গোটে 200-300 পরে রহিব নাই ধ্যানরে শুনবে কেতরে শরীর কোন দুটি নারাজ না কোন ଆପଣ ମାନେ ବୁଝୁଛନ୍ତି ବୋଲି ମୁଁ କେମିତି ଜାଣିବି ଆଇ ଏମ୍ କମ୍ପ୍ଲିଟଲି ଡିଫରେଣ୍ଟ ଆପଣ କିଛି ବି ଭାବି ପାରନ୍ତି ଏବେ ଗାଳି କରନ୍ତୁ ମାରନ୍ତୁ ରାଗନ୍ତୁ ସେଇ ଦିନ ଯଦି ମତେ ଟିକେ ବୁଲିକି ଦେଖିଦେବ ସେତିକି ଯଥେଷ୍ଟ ଆମେ ଆପଣମାନଙ୍କର ଆତ୍ମାକୁ ପ୍ରେମ କରୁଛୁ ଆଜ୍ଞା ଶରୀରକୁ ନାହିଁ ଆଉ ଆମେ ଏଠାରେ କାହାକୁ ସନ୍ତୁଷ୍ଟ କରିବାକୁ ଆସିନାହୁଁ ତାଙ୍କୁ ନହେଲେ ମତେ ଦେବେ ଯେ ସେଦିନ ମୁଁ ସେଟା କାହିଁକି ଖାଇବି ହାଲେଲୁୟା ପ୍ରଭୁଙ୍କ ଲୋକମାନେ ଦୁଇଟି ଶରୀର ଆମର ଅଛି गोटे शरीर होची शारीरिक ए शारीरिक शरीर पाई पार्थिव शरीर पाई दिन को मिनिमम 3 बेला संकी जाय गिळी ठाउछु नेकी आ टिके भलटा हे गले जीव जाए मना कर नाही गिळ मते भी दियो मु भी खाइबी भलो खाइबा दरकार स्वास्थ्यर जत्न नबा दरकार अच्छा क्वेश्चन उठुजे केते वर्ष बंचिबो एई शरीर 70 80 बरस कासु 80 आउ से दयामय करुणामय प्रेममय तो 100 राउंड फिगर आज्ञा हाँ दयार सागर नाई कि से आउ किछि नाई जणा नाई तांको क्रोध धीरो पणी 100 नै कि अच्छा 100 वर्ष परे कुआडे जिबा आ गुटे शरीर सातटा पुणी भरा 7 जन्म नाही गोटे सुस्थ मस्तिष्क लोक बुझीज 100 वर्ष पर 70-80 वर्ष पर जो शरीर रही अनंत काल जाए रही शरीर केते मात्रा रे सुस्थ भाव रही से शरीर नाम आत्मिक शरीर लाजार देह सढ़ी जाऊला कुकुर जणे ना बेसी आसुले बाबू कौन लेखा अछि तार घा चाटिबा को हां कुकुर गुडाक लेखा अछि पढ जल्दी 16 20 21 से पदटा खाली पढ कौन लेखा अछि किंतु ताहारो फाटक पाखरे लाजार बोली जणी भिकारी पड़ी रहिथिला तार देह जाको घा भर्ती होइथिला से सेई धनी लोकर मेजरु पड़िबा ओइठारु
କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା ହଁ। ଆଉ କୁକୁର ଗୁଡ଼ାକ ସୁଦ୍ଧା କୁକୁର ହେଲେ ଗୋଟେ ନା କେତେଟା ଗୋଟେ ରୁ ନା ଏକରୁ ଅଧିକ କୁକୁର ଗୁଡାକ ଆପଣଙ୍କ ପାଖକୁ ଆସିବେ ଆପଣଙ୍କର ଦେହର ଘାକୁ ଚାଟିବେ ହେଲେ ଆପଣ ହାତ ଯଦି ହଲେଇ ପାରିଥାନ୍ତେ ମୁଖ ଯଦି ଖୋଲି ପାରିଥାନ୍ତେ ଆପଣ ତାଙ୍କୁ ଖେଦିଥାନ୍ତେ କି ନାହିଁ ଘଉଡ଼ାଇଥାନ୍ତେ କି ନାହିଁ ଆର ଅର୍ଥ ଲାଜର ପାଖରେ ଟିକେ ବି ବଳ ନାହିଁ ଯା ବୋଲି କହିବାକୁ ବଳ ନାହିଁ ଖେଦିବାକୁ ବଳ ନାହିଁ ହାତ ହଲେଇବାକୁ ବଳ ନାହିଁ କାହାକୁ ଡାକିବାକୁ ବଳ ନାହିଁ କେହି ନାହାନ୍ତି ଲାଜର ପାଖରେ ଆଉ ଆମ ପାଖରେ ମା ଅଛନ୍ତି ବାପା ଅଛନ୍ତି ପାଳକ ଅଛନ୍ତି ସେବକ ଅଛନ୍ତି ସେବିକା ଅଛନ୍ତି ଘର ଅଛି ଦ୍ୱାର ଅଛି ଜବ୍ ଅଛି ଫ୍ୟୁଚର ଅଛି କ୍ୟାରିୟର ଅଛି ଖାଲି ପବିତ୍ରତା ଏକା ନାହିଁ ଯାହା ନିହାତି ଦରକାର ଆମ ଜୀବନରେ ସେଥିପାଇଁ ଆମେ ଆଜି କେତେ ବ୍ୟସ୍ତ ଆମେ ସେଥିପାଇଁ ଯାହା ବିନା ସ୍ୱର୍ଗ ରାଜ୍ୟ ନାହିଁ ଯାହା ବିନା ଜୀବନରେ ସଫଳତା ନାହିଁ ଯାହା ବିନା ଆମେ ଯୀଶୁଙ୍କୁ ଦେଖା କରିପାରିବା ନାହିଁ ଖାଲି ଗୁଡ ଫ୍ରାଇଡେରେ ଭବ ହେଇ କାନ୍ଦୁଛୁ କାହିଁକି ମୋର ଯୀଶୁ ମୋ ପାଇଁ ବୋଲି ପ୍ରାଣ ଦେଲେ ରକ୍ତ ଖାଇଲେ ସେଇ ଯୀଶୁକୁ ଯଦି ସତରେ ଦେଖିବାକୁ ଇଚ୍ଛା କଲେ ଆମେ ଦେଖିଦେବା କି ନାଇଁ କେବଳ ଇଚ୍ଛା କଲେ ଦେଖିପାରିବେ ନାହିଁ ପାପ ଛାଡ଼ିଲେ ଦେଖିପାରିବେ ନିଜକୁ ଅସ୍ୱୀକାର କଲେ ଦେଖିପାରିବେ ନିଜର କୃଷ ବହନ କଲେ ଦେଖିପାରିବେ ପବିତ୍ର ହେଲେ ଦେଖିପାରିବେ ପବିତ୍ରତା ବିନୁ ତାଙ୍କ ଦର୍ଶନ ଅସମ୍ଭବ ହେବ ନାହିଁ ବହୁତ ମଜାକରେ ଲାଇଫ ଚାଲିଛି ଆଜିକାଲି ୟଙ୍ଗଷ୍ଟର ମାନଙ୍କର ବହୁତ ଆରାମରେ ଚାଲିଛି ଲାଇଫ ପାପ କରୁଥାଅ ଗିର୍ଜା ଯାଉଥାଅ ପାପ କରୁଥାଅ ଗୀତ ଗାଉଥାଅ ପାପ କରୁଥାଅ ପ୍ରାର୍ଥନା କରୁଥାଅ ପାପ କରୁଥାଅ ସବୁ କରୁଥାଅ ସକାଳୁ ଉଠିଲେ ପାପ ଖାଇଲା ବେଳକୁ ପାପ ପଢିଲା ବେଳକୁ ପାପ ହଷ୍ଟେଲରେ ପାପ ଗିର୍ଜାରେ ବି ପାପ ସେଠୁକି ଉଠିଛି କି ନାଇଁ ଚାନ୍ଦା ପଡେଇବାକୁ ସେଟା ମାନେ ଦେଖ ଗିର୍ଜାରେ ବି ସେଟା ଚାଲୁଛି ମାନବାକୁ ପଡ ଆଉ ଆଙ୍କୁ ମରିଲା ପରେ କୋଉ ଦୂତ ଆସିକି ନେବ କି ଆଉ କୋଉଠିକୁ ନେବ କି ବହୁତ ମଜାକ ଚାଲିଛି ଆଜ୍ଞା କଣ ଭାବୁଛନ୍ତି କିଏ ଜାଣେ ଜୀବନକୁ ଆପଣ ଆଉ ଥରେ କହୁଛି ପାପ ସହିତ ଆପଣ ପୃଥିବୀର ଆମେରିକା ଯିବେ ଅଷ୍ଟ୍ରେଲିଆ ଯିବେ ଆଉ ଆପଣ ଯୁଆଡେ ଇଚ୍ଛା ସିଆଡେ ଯାଇପାରିବେ ମୋଦି ପାଖକୁ ମଧ୍ୟ ଯାଇପାରିବେ ନବୀନ ଆଜ୍ଞା ପାଖକୁ ମଧ୍ୟ ଯାଇପାରିବେ ସମସ୍ତଙ୍କ ପାଖକୁ ଯାଇପାରିବେ ପାପ ସହିତ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଯାଇପାରିବେ ନାହିଁ ହେବ ନାହିଁ ଅସମ୍ଭବ ଅଟେ ଜାଣନ୍ତୁ ସେ ପ୍ରଭୁଙ୍କୁ ସେ ପ୍ରଭୁ ପବିତ୍ର ପ୍ରଭୁ ଅଟନ୍ତି ପବିତ୍ର ମତେ ଡର ଲାଗୁଛି କହିବାକୁ ଇଜ ଫୁଲ ଅଫ ହୋଲିନେସ ପବିତ୍ରତାର ସ୍ୱଭାବମାନ ଗୁଣ ପବିତ୍ରତାର ଆଦରଣୀୟ ବୋଲି ଲେଖା ଅଛି ଯାତ୍ରା 15:11 ଟିକେ ପଢ ଜଲ୍ଦି ପଢ ଯାତ୍ରା 15:11 हे सदाप्रभु देवगण मध्यरु तुम्भ तुल्य किए तुम्भ समान पवित्रतारे आदरणीय तुम्भ समान पवित्रतारे आदरणीय बाप रे पवित्रतारे आदरणीय जो प्रभु को आपण प्रार्थना करूछंदी बोली भाबुछंदी टिके जानिबा दरकार से प्रभु केमती प्रभु हे हम मानको स्वर्गस्थ पिता तुम्ह नाम कि बोली मान्य हो तुम नाम पवित्र बोली मान्य हो खाली कही देवा द्वारा ही जब कि नहीं सत्य कहूँ we people are deceiving ourselves आमे निजको ठकी ठकी चलुछु केते बेले मोर पितांक नाम पवित्र बोली मान्य हबो मोर जीवा पवित्र नाय मोर चक्षु पवित्र नाय मोर कान पवित्र नाय मोर स्त्री पवित्र नाय मोर स्वामी पवित्र नाय मोर पिला छुआ पवित्र नाय मोर कथा भाषा पवित्र नाय मोर जीवन पवित्र नाय खाली कहि देले मोर स्वर्गस्थ पितांक नाम पवित्र बोली मान्य हो जिवो कि नाय एथिबाय तो कोहा गला तुम मानक निमत सकासु ईश्वर को नाम निंदित होछि
आज मो पाए मो परिवार पाए मोर गाँ पाए आम युवा युवती मानक पाए आम माँ बाप मानक पाए पवित्र परमेश्वर को नाम निंदा पाउछे खास कहीं जने चैलेंज होता कि आज मो पाप छाड़देवे प्रभु के लोक माने आयुब को प्रभु आंगुली देखाई कहते ठीक अच्छे शैतान अमुक लोक ठीक ना किंतु आंबदास आयुब परी कही नाते आज प्रभु आमको आंगुली देखिए कही पारे ठीक अच्छे मोना लोक ठीक ना अड़ुआ लोक ठीक ना बरंग लोक ठीक ना किंतु बालिया साईर अमुक झील परी कही नांती अमुक पुओ परी कही नांती आज प्रभु आपण को आंगुली देखाए आपण को विषय गर्व टिके हेबे कि एटा टिके आसीबो कि आम लाइफ रे केउ विषय पाए आमे आज व्यस्त आज्ञा मते कहतु आमर मरण केबे हेबो आमे जानिछु कहि परिबा अच्छा जीशु केबे आसीबे कहि परिबा अच्छा आमे आज मरिबा नै बोली किछि ग्यारंटी अछि जीशु आज आसीबे नै बोली किछि ग्यारंटी अछि माने एइडा भी ग्यारंटी नै सेइडा भी ग्यारंटी नै केतबे होई जिबा आमे जानि ना हो किंतु गते विषय निश्चय जानिछु स्वर्ग अछि नरक अछि एटा तो जानिछु प्रस्तुत केते केउठी को जीवा को आमे रेडी हेछु एटा विषय अटे आमे निजे को पचारिबा दरकार मो एपरि स्थिति रे जदि मोर प्राण चले जीवो मोर नेक्स्ट पल नेक्स्ट मोमेंट मु केउठारे थिबे भाबंतु टिके आपण कहि पारिबे कि मु मोर स्वर्ग रे पक्का थिबे अब्राहम को कलर थिबे पारदेशर थिबे ईश्वर को सहित थिबे जदि कहि पारिबे नै केबे केबे स्टार्ट करिवे केबे हेबो स्टार्ट जीवन मुख्य नीड बुझी जानतो कौन अटे पवित्रता पवित्रता जदि नाही मन रखंतु जीवन वेस्ट अटे वेस्ट वेस्ट अटे गंदगी अटे घटिया अटे आवर्जना अटे कुलंगार अटंते आपण जदि पवित्र नाहंते जानती पवित्रता एक वस्त्र अटे अच्छा पवित्रता कौन अटे जोर से पवित्रता कौन हेले जार जीवन रे पवित्रता नाही तबे से किपरि बुझा पड़ुछि नग्न एटा सुनिबा को भलो लागिबो नै आज्ञा मानि गले धन्य होई जेबो जीवन पवित्रता जदि आपणक जीवन रे नाही आपण ईश्वर को दृष्टि रे आत्मिक भाव रे नग्न अटंती लाज लागिबा कथा हमको आमे आज सब करिबार दुरंधर सब पवित्रता रे केते दुरंधर आम माइंड पवित्र हवा पाए केते चाहिए आम स्वभाव पवित्र हो बोले आमे केते चाहिजो जहाँ बिना स्वर्ग नाई जहाँ बिना अरे मते जने प्रेम करी मो पाई रक्ताक्त हो गले जुबा भेंडिया जिहुदी जुबा मते प्रेम करी माने मते लागे मो बिना सते जेपरि स्वर्ग खाली मो एते भलो कि माने मो स्वर्ग न गले तांको कोन की गुड हेइ जिवो जे मो पाई बोले आसिले मो पाई प्रहारित होले मो पाई क्षत विक्षत होले एते भलो पाइले काई की मो पापर थी बोले आ तांको बुझीबा पाई आम पाखरे टाइम भी नहीं आम पाखरे देखो हमें एते व्यस्त आज्ञा एते व्यस्त हमें पिला माने पाठ रे एका व्यस्त पाठ पढ़ो नहीं ताहा कहू नहीं मो भल रे पढ़ किंतु आपनकर प्रायोरिटी को सेट राइट करो हाँ संडे स्कूल न जाई करे आपण संडे ट्यूशन जिवे आ इंटरेस्टिंग कथा माँ बाबा किसी कह भी ना सपोर्ट करुछंते प्रभु को पाई अच्छा बाइबल केमती आरंभ होची आद्य रे नहीं आदि पुस्तक एक जल्दी को के पूरा को
ପଢିକି କୁହ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି ଆଦ୍ୟରେ କିଏ? ପରମେଶ୍ୱର। ମୋ ଜୀବନର ଆଦ୍ୟରେ କିଏ ରହିବା ଦରକାର? ପରମେଶ୍ୱର। ଡାବୁ ଥାଉ କି ନଥାଉ, ବାକି କଣ ଥାଉ କି ନଥାଉ, ଯଦି ସେ ଅଛନ୍ତି କଣ ଥିଲେ କେତେ, ନଥିଲେ କେତେ। এই মাইন্ড সেট কু আপন সজাড়ন্তু, এই প্রায়োরিটি কু স্ট্রাইট করন্তু। মোর জীবনের আরম্ভে দেয়ার মাস্ট বি গড। প্রভু রহিবা দরকার। প্রভাতর আরম্ভরে প্রভু, ক্যারিয়র আরম্ভরে প্রভু, যৌবন জীবনের আরম্ভরে প্রভু, জবর আরম্ভরে প্রভু, ম্যারেজর আরম্ভরে প্রভু। যোডে প্রভু নাই মু সেঠি নাই, লুড়া নাই মতে কিছু। প্রভু ଯୋଉଠି ନାହିଁ ମୁଁ କାହିଁକି ସେଠି ରହିବି? ହାଲେଲୁୟା, ହାଲେଲୁୟା। ମତେ ଭଲ ପାଇକି ପ୍ରାଣ ଦେଇଛନ୍ତି, ଆଉ ପ୍ରଭୁ ଇଚ୍ଛା ପୁଣି କରନ୍ତି। ଆଜ୍ଞା ଥେସଲୋନିକ୍ୟ 4:4 ପଢ ଜଲ୍ଦି। ଆଉ ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ବିଜାତିମାନଙ୍କ ପରି କାମାଭିଳାଷୀ ନ ହୋଇ ପ୍ରଥମ ଥେସଲୋନିକ୍ୟ ଆଉ ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ବିଜାତି ମାନଙ୍କ ପରି 4:3 ସରି। କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ତୁମ୍ଭେମାନେ ଯେପରି ପବିତ୍ର ହୁଅ, ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଏହା ହିଁ ଲୋକାଲ ଭାଷାରେ ইটাকা। দেখো মতে অঙ্ক টুকি আঁকা করে দিও রে মা, মতে অঙ্ক পাকা দরকার, মতে অঙ্ক চাকরি আঁকা দরকার, মতে অঙ্ক সিটিরা করাইবার ଅଛି, অমুক কলেজ আঁকা হবার ଅଛି, ଆଉ ଆମର ଭୋଜିରେ ଅମୁକ କଣ ଡିସ୍ ଆঁକା ହବାର ଅଛି, ଅମୁକ ଗାଡି ନହେଲେ ହେବ ନାହିଁ, ଅମୁକ ମୋବାଇଲ ନହେଲେ ହେବ ନାହିଁ। ଏ ମୁଁ ଯେତିକି କହିଲି ସେତିକି ଭିତରୁ ଗୋଟିଏ ହେଲେ ପ୍ରଭୁଙ୍କର ଇଚ୍ଛା, ଗୋଟିଏ ହେଲେ ନାଇଁ। Think about it. কি সুন্দর ইচ্ছা মো প্রভুঙ্কর। দেখ কোন প্রভুঙ্কর ইচ্ছা, মু আইস অফিসর হেবি, ভিডিও হেবি, কলেক্টর হেবি, ডক্টর। তো হে কি ন হে আগে পবিত্র হে, এটা প্রভুঙ্কর ইচ্ছা। বুঝা পড়ুছি? আরে প্রাণ ଦେଇଛନ୍ତି, ତାଙ୍କର ଗୋଟେ ଇଚ୍ଛା ଅଛି ତୁମ ପାଇଁ। କଣ? ପବିତ୍ର, ପବିତ୍ର ହୁଅ। ଆଚ୍ଛା ଆପଣ ମନେକର ମୁଁ ସାରଙ୍କୁ ବହୁତ ଭଲ ପାଉଛି, ବହୁତ, ହେଲେ ସାରଙ୍କର ଇଚ୍ଛା ମୁଁ କରିବି ନା ମୋର ଇଚ୍ଛା ସାର କଲେ ମତେ ଭଲ ଲାଗିବ? ବୁଝା ପଡିଲା ନାହିଁ? ଟିକେ ଠିଆ ହେଇଯାନ୍ତୁ, ଜାଣିପାରୁନାହାନ୍ତି। ମୁଁ ସାରଙ୍କୁ ବହୁତ ଭଲ ପାଉଛି, ବହୁତ ବହୁତ ମାନେ ବହୁତ ଭଲ ପାଉଛି, ହେଲେ ବହୁତ ଭଲ ପାଉଛି ଯେ ମୁଁ ସାରଙ୍କର ଇଚ୍ଛାକୁ ପୁରା କରିବାକୁ ଚାହିଁବି ନା ମୁଁ ମୋର ଇଚ୍ଛା ସାର କରନ୍ତୁ ବୋଲି ଚାହିଁବି? 1 ନମ୍ବରଟା ନା 2 ନମ୍ବରଟା? 1 ନମ୍ବର ସାରଙ୍କର ଇଚ୍ଛା ମୁଁ କରିବି ବୋଲି ମୁଁ ଚାହିଁବି ନା ମୋର ଇଚ୍ଛା ସାର କରନ୍ତୁ ବୋଲି ଚାହିଁବି? ମୁଁ ତାଙ୍କୁ ବହୁତ ଭଲ ପାଉଛି, ସାରଙ୍କର ଇଚ୍ଛା ମୁଁ କରିବି। ହେଲେ ବୁଝନ୍ତୁ, ଆମେ ଯଦି ପବିତ୍ର ନହୁ ଆଉ ଭାବୁଛୁ ମୁଁ ଯୀଶୁଙ୍କୁ ପ୍ରେମ କରୁଛି, ଏହା ଠିକ ନା ଭୁଲ? ବୁଝା ପଡୁଛି? ସେ ଗୀତ କେମିତି ଗୀତ ଆଜ୍ଞା? ମୁଁ ତୁମକୁ କିଛିଟା କରେ, ଜୋରସେ, ମୁଁ ତୁମକୁ ପ୍ରେମ କରେ, ତୁମକୁ ପ୍ରେମ କରେ। ଆମର ଯୀଶୁକୁ କେମିତି ଶୁଭୁଥିବ ଜାଣନ୍ତି? শুনবে, ମୁଁ ତୁମକୁ ପ୍ରେମ କରେ, ବାଡ଼ି କାନି। ବୁଝା ପଡୁଛି? ଇଏ ପୁଣି ମତେ ପ୍ରେମ କରୁଛି। ସତ
ସତରେ ଆଜ୍ଞା ପ୍ରେମ ଯଦି ଥିବ ମୁଁ ଆଙ୍କୁ ପ୍ରେମ କରୁଛି ବୋଲି କହି ଆଙ୍କୁ ଯଦି ଦୁଃଖ ଦଉଛି ମୋର ହୃଦୟରେ ଆଙ୍କ ପ୍ରତି ପ୍ରେମ ଅଛି ଆଁ? ଅଛି କି ମାନେ ଆମକୁ ଖାଲି ମିଳି ଆଖା ଯାଉଥିବ ଆଜି ତାଙ୍କ ଠାରୁ ନାଇଁ କି ଷ୍ଟୋର ପକେଇ ବସିଛନ୍ତି ଜୋମାଟୋ ସ୍ୱିଗି ଆମେ ଅର୍ଡର ମାରିଲେ ତାଙ୍କେ ଦଉଥିବେ ଆଉ କିଛି କାମ ନାହିଁ ତାଙ୍କୁ କିଛି କାମ ନାହିଁ ତାଙ୍କୁ What is Christian life? ଖ୍ରୀଷ୍ଟିଆନ ଜୀବନ କଣ ଅଟେ ଗୋଟେ ହଡକମ୍ପ କଥା କହିବି ନାଇଁ କହିବି ନାଇଁ ଥାଉ ଛୁରୀ ଭୁସି ହେଇକରି ଅନ୍ତ ବୁଝା ବାହାରି ପଡବ କହିବି ନାଇଁ ପ୍ରଭୁ କେବେ ଟାଇମ ନେଲେ କହିବେ ଯାହା ପ୍ରତି ଆମର ଭଲ ପାଇବା ଥିବ ତାଙ୍କୁ ଆମେ କେବେ ବି ଦୁଃଖ ଦେଇପାରିବା ନାହିଁ ଆଉ ସତ କଥା ଯଦି କହିବେ ଆମର ସ୍ୱଭାବ ଦ୍ୱାରା ଆମେ ଯାହା ବି କରୁଛୁ ତାଙ୍କୁ ଦୁଃଖ ଛଡା କିଛି ଦେଉନା ଆମେ ଭାବୁଛୁ ଆମେ ଖ୍ରୀଷ୍ଟିଆନ ଆଉ ଭାବୁଛୁ ଆମେ ପ୍ରଭୁଙ୍କର ପିଲା ଭାବୁଛୁ ଆମେ ଯୀଶୁଙ୍କର ପିଲା ଆମକୁ କଣ ଲାଗିବା କଥା ଜାଣନ୍ତି ଲୋକ ଆକାର ଲା ଜୋ ଥଳେ ଜୋ ଫଳା କଣ ହବ ଲାଜ ଲାଗିବା କଥା କି ପ୍ରକାର ଭଲ ପାଇବା ଏଇଟା ୟାକୁ ପ୍ରେମ କରିବେ କି ମୁଁ ଆଙ୍କୁ ବେଶୀ ଭଲ ପାଉଛି ଆଜ୍ଞା ଆଜ୍ଞା ଏତେ ଭଲ ପାଉଛି ମାନେ ଆଉ କଣ ବାପା ବାପା ଦିନ ରାତି ଆଙ୍କେ ଆଙ୍କେ ମୋର ମାଇଣ୍ଡରେ ଆଚ୍ଛା ମତେ କୋଉଠିକି ହେଲ୍ପ କର ଯାହା ପ୍ରତି ଆମର ହୃଦୟର ଭଲ ପାଇବା ଥିବ ଆମର ଚିନ୍ତାର ବିଷୟ ସେ ଥିବେ ନା ଅଲଗା କୋଉଟା ଥିବ ଆଚ୍ଛା ସତରେ ବାବୁ ଡିଷ୍ଟର୍ବ କର ନାହିଁ ନହେଲେ ଶୁଣବ ହଁ ଜମା ଡିଷ୍ଟର୍ବ ନାହିଁ ଯାହା ପ୍ରତି ଆମ ହୃଦୟରେ ଭଲ ପାଇବା ଥିବ ଆମ ମାଇଣ୍ଡରେ ଆମ ଥଟ୍ରେ ଆମ ଚିନ୍ତାରେ ସେ ଥିବେ ନା ଆଉ କୋଉଟା ଥିବ বা ଅଧିକ ପରସେଣ୍ଟ ସ୍ଥାନ ସେ ନେଇଥିବେ ନା ଆଉ କିଏ ନେଇଥିବେ ଉତ୍ତର ପକ୍କା ଏଗ୍ରି ଆଚ୍ଛା ହେଲେ ତାଙ୍କ ସହିତ ଅଧିକ ସମୟ ବିତେଇବାକୁ ଭଲ ଲାଗିବ ନା ମୁଁ ତମକୁ ବେଶୀ ଭଲ ପାଉଛି ଯେ ଦିନକୁ ଗୋଟେ 2 ମିନିଟ୍ ଆଗ କଥା ହେବି ଏଇଟା ଭଲ ପାଇବାଟା ରାତି 9ଟା 10ଟା ପରେ ଡିନର ହେଲା ପରେ ଫୋନ କଲ୍ ଯିବ ଯେ ଚାଲିଥିବ ଆଜ୍ଞା 4ଟା ହେଇଯିବ ଜଣା ପଡବ ନାହିଁ ନିଦ ହେବ ନାହିଁ ଭୋକ ହବ ନାହିଁ ଅଣ୍ଟା ବଥେଇବ ନାହିଁ ଆଖି କାଉଳା ଆଖି ଝାଉଳିବ ବି ନାହିଁ କାହିଁକି ପ୍ରେମ ପ୍ରେମ ପ୍ରେମରେ ମଗ୍ନ ଆଉ ଆମେ ଗିର୍ଜା ଘରକୁ ଆସି 10 ମିନିଟ୍ ଆଣ୍ଠା ବୋଇଲେ ଇ ମା ଆଣ୍ଠୁ ବଥେଇ ଯାଉଛି ଅଣ୍ଟା ଭାଙ୍ଗି ଗଲା ପରି ଲାଗୁଛି ଏତେ ଝାଳ କେମିତି ପ୍ରେମ ଏଇଟା ନିଜେ ନିଜକୁ ଉତ୍ତର ଦିଅନ୍ତୁ ଆମେ ପର୍ସନାଲ ପ୍ରେୟର କେତେ ଟାଇମ କରୁଛୁ ନିଜେ ନିଜକୁ ଦିଅନ୍ତୁ କହିବା ଦରକାର ନାହିଁ ଆଚ୍ଛା ମୁଁ କହିଲି ସାରଙ୍କୁ ମୁଁ ବହୁତ ଭଲ ପାଉଛି ହେଲେ ପ୍ରେମରେ ମଗାମଗି ହୁଏ ହୁଏ ନାଇଁ ହୁଏ ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ମତେ ଡାବୁ ଦେ ମତେ ତୋର ସବୁ ଦେ ବୋଲି କହିଲେ ଉତ୍ତର କଣ କଲେ ଈଶ୍ୱର ବୁଝା ପଡୁଛି ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସଭା ହେଲେ ମଧ୍ୟ ଖୁଚୁରା ପଇସା ଆକା ଦେ ବୋଇଲେ କେବେ ସୁଧରିବା କେ ଜାଣେ ଆଜି ବି 10 ଟଙ୍କା ଦଉଛୁ ଆମେ ଦେଖ ପ୍ରେମ ଆଜ୍ଞା ଆପଣ ଟିକେ ଭଲ ହେଲ୍ପ କରୁଛନ୍ତି ଆଜ୍ଞା ଗଡ୍ ବ୍ଲେସ୍ ୟୁ ହଁ ଆମେ କୁହନ୍ତୁ ଆଚ୍ଛା ଭେରି ଗୁଡ୍ ଆଚ୍ଛା ସ୍ତ୍ରୀ ଅଛନ୍ତି ପୁରା ଏଠି ଅଛନ୍ତି ଆସିନାହାନ୍ତି ଆଚ୍ଛା ପୁଅ ଝିଅ ଅଛନ୍ତି ଏଠି ଅଛନ୍ତି ଆଚ୍ଛା କାଇଁ ଆଜ୍ଞାଙ୍କ ପୁଅ ଆଚ୍ଛା ହଉ ସେ ବ୍ୟସ୍ତ ଥିବେ ବୋଧେ କିଛି କଥା ନାହିଁ ଛୋଟ ଅଛି ଆଚ୍ଛା ହଉ ଠିକ ଅଛି ଆପଣଙ୍କୁ ଗୋଟେ ବଡ ପ୍ରଶ୍ନ ହଁ କौन बनेगा
Hallelujah. Just kidding. ଆପଣଙ୍କର ଗୋଟେ ସାଙ୍ଗର ବର୍ଥଡେ ହେବ, ସାଙ୍ଗ ଅଛନ୍ତି, ଆଚ୍ଛା ସାଙ୍ଗର ବର୍ଥଡେ ହେବ, ଆଉ ସାହିରେ ଜଣଙ୍କର ବର୍ଥଡେ ହେବ, ଆଉ ଅଲଗା ଗାଁର ଜଣଙ୍କର ବର୍ଥଡେ ହେବ, ଯାହା ସହିତ ଆପଣ କେବେ ବର୍ଷକୁ ଥରେ ଦେଖା ସାକ୍ଷାତ କରନ୍ତି। କେତେ ଜଣ ହେଲେ? ସାଙ୍ଗ, ଗାଁର ଜଣେ, ଅଲଗା ଗାଁର ଜଣେ, 3 ଜଣ ହେଲେ। ଆପଣଙ୍କର ସ୍ତ୍ରୀର ବର୍ଥଡେ ହେବ, 4 ଜଣଙ୍କର। କାର କାର ଜଲ୍ଦି କୁହ। ସାଙ୍ଗ, ଗାଁର ଜଣଙ୍କର, ଅଲଗା ଗାଁର ଜଣଙ୍କର, ଆପଣଙ୍କର ଏକମାତ୍ର ସ୍ତ୍ରୀଙ୍କର ଜନ୍ମ ଦିବସ ହେବ। କାହାର ଜନ୍ମ ଦିବସରେ ଆପଣ ପ୍ରେସିୟସ୍ ଗିଫ୍ଟ ନେଇକି ଯିବେ? ସତ୍ କୁହ, ମାଉଥରେ କୁହ। ଗିଫ୍ଟ ନେଇକି ଯିବି ଆଉ। ଯାହା ହଉ ଫାଷ୍ଟ ମାଇକ୍ର ସୁବି ନାହିଁ। ଥ୍ୟାଙ୍କ ୟୁ। ଏଗ୍ରି ହେଲେ? ଆଜ୍ଞା ଏଗ୍ରି ହେଲେ? ବୁଝିପାରିଲେ? ଆଙ୍କର 4ଟି ଲୋକଙ୍କର ଜନ୍ମ ଦିବସ ହେଲା। ଗୋଟେ ବନ୍ଧୁଙ୍କର, ଗୋଟେ ଗାଁ ଲୋକର, ଆଉ ଗୋଟେ ଗାଁ ଲୋକର, 4 ନମ୍ବର ନିଜର ସ୍ତ୍ରୀଙ୍କର। ତ ମୁଁ ପଚାରିଲି ସାରଙ୍କୁ, ଆଜ୍ଞା ଆପଣ କାହାର ଜନ୍ମ ଦିବସରେ ମୂଲ୍ୟବାନ ଉପହାର ନେଇକି ଦେବେ? ସେ କଣ ଉତ୍ତର ଦେଲେ? କାହିଁକି ସ୍ତ୍ରୀର? ବହୁତ ଭଲ ପାଇବା କାହା ପ୍ରତି ଅଛି? ସ୍ତ୍ରୀ ପ୍ରତି। ଉତ୍ତର ବୁଝିଗଲେ ନା ଆଉ ବୁଝେଇବି? ଯାହା ପ୍ରତି ଯେତେ ଭଲ ପାଇବା ଆସିବ ତା ପ୍ରତି ସେତେ ନିଜ ଆଡୁ ଦେଇ ହେବ। ହେଲେ ଯାହା ପ୍ରତି ଆର ଉଲ୍ଟା ଯଦି କହିବା, ଯାହା ପ୍ରତି ଯେତେ ଭଲ ପାଇବା ଥିବ ତାକୁ ସେତେ କମ ଦୁଃଖ ଦେଇ ହେବ। ସେମିତି କହିଲେ ଭୁଲ ହେଇଯାଇପାରେ, ତାକୁ ଜମା ଦୁଃଖ ଦେଇକା ହେବନି, ହେବ ନାହିଁ। ଆଉ ତାଙ୍କ ସହିତ ବହୁତ ସମୟ ବିତେଇବାକୁ ଇଚ୍ଛା ଲାଗିବ କି ନାହିଁ? ଆଉ ତାଙ୍କୁ ଯଦି ପାଖରେ ଦେଖାଯିବେ ନାହିଁ, ତାଙ୍କ କଲ୍ ଯଦି ଆସିବ ନାହିଁ ବୋଲେ କେମିତି ଲାଗିବ? ମାଇଣ୍ଡ ଭଲ ଲାଗିବ? କେତେବେଳେ ଟିକେ କଲ୍ ପଳେଇ ଆସିବ ପରା, 10ଟା କଲ୍ ଆସିଲେ ତାଟା କାହିଁକି ଆସିନି ବୋଲି ସେ ମୋବାଇଲ ଭାଙ୍ଗିଦେବ କି କେମିତି କି? ଆହୁରି ଏମିତି ହୁଏ ନା ନାହିଁ? And this is called true love. ଯାହା ପ୍ରତି ଭଲ ପାଇବା ଥିବ ତାକୁ କଷ୍ଟ, ଦୁଃଖ, ଅନ୍ତରକୁ ହର୍ଟ କରିହେବ ନାହିଁ। ମୁଁ ସ୍ପଷ୍ଟ କରି କହିବା ପାଇଁ ଚାହୁଁଛି, ଆପଣଙ୍କ ହୃଦୟରେ ଯୀଶୁଙ୍କ ପ୍ରତି ଯଦି ବାସ୍ତବ ପ୍ରେମ ଆସିଯିବ, ତାଙ୍କୁ ଦୁଃଖ, କଷ୍ଟ, ତାଙ୍କୁ ଖରାପ ଲାଗିଲା ପରି ବ୍ୟବହାର କରିହେବ ନାହିଁ। 5 ମିନିଟ 10 ମିନିଟ ସମୟ ବଢିଗଲେ ଆମେ ଯଦି ବିରକ୍ତ ହଉଛୁ, ତାଙ୍କ ପ୍ରତି ପ୍ରେମ ଅଛି? ଆଚ୍ଛା, ମୁଁ କହୁଥିଲି 2ଟି ଶରୀର କଥା। ଏଇ ଶରୀର ପାଇଁ 3 ବେଳା ଖାଉଛୁ। ଗୋଟିଏ ମୁଠା ଖାଇ ପେଟ ମୋର ଭରିଗଲା, ଆଉ ମୁଁ ଖାଇବିନି କହୁଛୁ କି ଆମେ? ନାଇଁ, 2 ମୁଠା ଖାଇ କହୁଛୁ। ହେଲେ 2ଟା ଚାପ୍ଟର ପଢିଲା ପରେ କେମିତି ଆମେ ବାଇବଲ ରଖି ଦଉଛୁ? ଆଜି ବାଇବଲ ପଢିଲୁ? ହଁ ପଢିଲି। କଣ ପଢିଲୁ? ଗୀତ ସଂହିତା 1 ଆହୁରି 2। କହିବି ସତ କଥା, ଆତ୍ମିକ ଶରୀର ଯେ ଅଛି, ଆମେ ସୁନିଶ୍ଚିତ ଏ ଯାଏ ହୋଇନାହୁଁ ଆମେ। ଆଉ ଲାଜର ପୁରାପୁରି କନଫର୍ମ ହେଇଥିଲେ, ମୋର এই ଶରୀର ସ୍ଥିତି ଯାହା ହେଉ ନା କାହିଁକି ଆତ୍ମିକ ଶରୀରକୁ ମୁଁ ସୁରକ୍ଷିତ କରି ରଖିବି। ଆଉ ମୋର ଧନୀ ବ୍ୟକ୍ତି ପାଖରେ ସମସ୍ତେ ହାଜର, ଧନୀ, ଶିକ୍ଷିତ, ପୁରା ମାନ୍ୟଗଣ୍ୟ, କିଏ ସବୁ ଯାଇକରି ତାଙ୍କର କଫିନ କାମ କରିଛନ୍ତି, ସମାଧି କାମ କରିଛନ୍ତି, ଆଉ ଆର ମଢକୁ ଦେଖିବାକୁ ମଧ୍ୟ କିଏ ନାହାନ୍ତି। କିନ୍ତୁ ମଲା ପରେ ସେ କୋଉଠି, ଇଏ କୋଉଠି ଆମେ ଭଲରେ ଜାଣିଛୁ। ଏଥିପାଇଁ ଆପଣଙ୍କ ପାଖରେ କଣ ଥାଉ କି ନ ଥାଉ, ପବିତ୍ରତା ନିହାତି ଥାଉ। ନିହାତି ମାନେ ନିହାତି। ମୁଁ ଏଇ ଯାଏ ମେସେଜ ଷ୍ଟାର୍ଟ କରି ନାହିଁ ଆହୁରି। ତେବେ
ପବିତ୍ରତା କାହିଁକି ନିହାତି ଜରୁରୀ? Why holiness is important? ପବିତ୍ର ନହେଲେ ଚଳିବ ନାହିଁ କି? ଉତ୍ତର ଚଳିବ ନାହିଁ। କାହିଁକି? ନମ୍ବର 1 ଯେଉଁମାନେ ଲେଖିବା ପାଇଁ ଚାହିଁବେ ଲେଖନ୍ତୁ। ନମ୍ବର 1 କାହିଁକି ପବିତ୍ରତା ଇମ୍ପୋର୍ଟାଣ୍ଟ ବୋଲି କହିଲେ ଲେବିୟ 19:2 ଲେଖାଯାଏ, ଆମ୍ଭେ ସଦାପ୍ରଭୁ ପବିତ୍ର। ହାଲେଲୁୟା। ପଢ, ଜଲ୍ଦି ପଢ। ତୁମ୍ଭେ ଇସ୍ରାଏଲ ସନ୍ତାନଗୁଣର ସମସ୍ତ ମଣ୍ଡଳୀ କି କୁହ, ହଁ, ତୁମେ ମାନେ ପବିତ୍ର ହେବ। କଣ ହବ? ପବିତ୍ର ହେବ, କଣ ହବ? ପବିତ୍ର ହବ। କାହିଁକି? କାରଣ ଆମ୍ଭେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ପବିତ୍ର ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ପବିତ୍ର ଅଟୁ। ପବିତ୍ର ଅଟ। ତୁ କାହିଁକି ମାଷ୍ଟର ହେଲୁ? ମୋର ବାପା ମାଷ୍ଟର, ଏଥିପାଇଁ ମୁଇଁ ମାଷ୍ଟର। ତୁ କାହିଁକି ଡକ୍ଟର? ମୋର ବାପା ଡକ୍ଟର, ଏଥିପାଇଁ ମୁଁ ମିଶା ଡକ୍ଟର। ଫାରୁସି କହିଲେ, କୋଉ ଫାରୁସି? ପାଉଲ କହିଲେ, ମୋର ବାପା ଫାରୁସି, ମୁଇଁ ମଧ୍ୟ ତାର ପୁଅ ଫାରୁସି। ଆମେ ଆଜି କହିବା ଦରକାର, ତୁ କେମିତି? ମୁଁ ପବିତ୍ର। କାହିଁକି ପବିତ୍ର? ମୋର ବାପା ପବିତ୍ର, ଏଥିପାଇଁ ମୁଁ ବି ପବିତ୍ର। That's it. କାହିଁକି ତୁ ପବିତ୍ର ହବୁ? ମୁଁ କାହିଁକି ହେବି କି ନ ହେବି ମତେ ଜଣା ନାହିଁ। ମୋର ବାବା ପବିତ୍ର, ଏଥିପାଇଁ ମୁଁ ପବିତ୍ର ହେବି। ମତେ ଆଉ କିଛି ରିଜନ ଦରକାର ନାହିଁ। ପବିତ୍ର ନହେଲେ ଚଳିବ ନାହିଁ କି? ପାପ କଲେ ଚଳିବ ନାହିଁ କି? ମିଛ କଲେ ଚଳିବ ନାହିଁ କି? ଚଳିବ ନାହିଁ। That's it. କାହିଁକି ଚଳିବ ନାହିଁ? ମୋର ବାପା ପବିତ୍ର, ଏଥିପାଇଁ ମୁଁ ପବିତ୍ର। ମତେ ଅଲଗା କିଛି କାରଣ, ଅଲଗା କିଛି ବାହାନା, ଅଲଗା କିଛି ରିଜନର ଆବଶ୍ୟକତା ନାହିଁ। କିଛି ଦରକାର ନାହିଁ ମତେ, ଏଥିପାଇଁ ମୁଁ ପବିତ୍ର ହେବି। ମୋ ପିତା ପବିତ୍ର। ହାଲେଲୁୟା। ଆଉ ମନେ ରଖୁ, ପିତାଙ୍କ ସମ୍ବନ୍ଧୀୟ ସବୁ ବିଷୟ ପବିତ୍ର ଅଟେ। ସବୁ ବିଷୟ ପବିତ୍ର। କଣ କଣ? 10ଟା କଥା ଖାଲି ଡାଇରେକ୍ଟ ଟଚ୍ କରିକି ଯାଉଛି। ନମ୍ବର 1, ତାଙ୍କ ନାମ ପବିତ୍ର। ଲେଖା ଅଛି 111:9 ପଢ। 111:9 ସେ ଆପଣ ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି। ସେ ଅନନ୍ତ କାଳ ନିମନ୍ତେ ଆପଣ ନିମ ଆଜ୍ଞା କରିଅଛନ୍ତି। ତାହାଙ୍କ ନାମ ପବିତ୍ର। ତାଙ୍କ ନାମ ଦେଖ, କି ନାମ ତାଙ୍କର? ପବିତ୍ର। କି ଆଶ୍ଚର୍ଯ୍ୟ ନାମରେ ଭାବ। ହାଲେଲୁୟା। ମୋ ବାପାଙ୍କ ନାମ କେମିତି ନାମ? ପବିତ୍ର। ଦ୍ୱିତୀୟରେ ତାଙ୍କ his dwelling place, ବାସସ୍ଥାନ ପବିତ୍ର। ଜିସାୟ 57:15 ପଢ ନାହିଁ ଥାଉ, ଲେଟ୍ ହଉଛି, କାଲି ଲେଖି ରଖ ଯୋଉମାନେ ଚାହୁଁଛନ୍ତି। ନମ୍ବର 1 ତାଙ୍କ ନାମ ପବିତ୍ର। ନମ୍ବର 2 ତାଙ୍କ ବାସସ୍ଥାନ ପବିତ୍ର। ନମ୍ବର 3 ତାଙ୍କ ପଥ ପବିତ୍ର। 77 ସାମ, ଗୀତ ସଂହିତା 77:13। ନମ୍ବର 4 ତାଙ୍କ ସିଂହାସନ ପବିତ୍ର। ଗୀତ ସଂହିତା 47:8। ନମ୍ବର 5 ଯାହା ମୁଁ କହିଲି, ତାଙ୍କ ଇଚ୍ଛା ପବିତ୍ର। ପ୍ରଥମ ଥେସଲୋନିକେ 4:3। ଆଉ ନମ୍ବର 6 ତାଙ୍କ ପୁତ୍ର କିଏ? ଯୀଶୁ। ସେ କେମିତି ପବିତ୍ର? ଆଉ ଯୀଶୁଙ୍କ ରକ୍ତ ମଧ୍ୟ ପବିତ୍ର। ତାଙ୍କ ଆତ୍ମା 7 ନମ୍ବର ପବିତ୍ର। ତାଙ୍କ ବାକ୍ୟ ପବିତ୍ର ବାକ୍ୟ। ହାଲେଲୁୟା। ତାଙ୍କ ବାକ୍ୟ କେମିତି ପବିତ୍ର। ତାଙ୍କ ଦୂତମାନେ ପବିତ୍ର ଦୂତମାନେ। ଆଉ ତାଙ୍କ ରାଜ୍ୟ ପବିତ୍ର ରାଜ୍ୟ। ଆଉ ବହୁତ ସୁନ୍ଦର କଥା, এই পবিত্র দূতମାନେ ପବିତ୍ର ଈଶ୍ୱରଙ୍କୁ ସ୍ତୁତି, ପ୍ରଶଂସା, ଆରାଧନା କରିବା ପାଇଁ ଯେଉଁ ଶବ୍ଦ ବ୍ୟବହାର କରନ୍ତି ତାହା ବି ପବିତ୍ର। ପଢନ୍ତୁ ରେଭେଲେସନ 4:8, ପ୍ରକାଶିତ ବାକ୍ୟ 4:8। ଜଲ୍ଦି ପଢ ବାବୁ। ପ୍ରତ୍ୟେକ ପ୍ରାଣୀର 6 ପକ୍ଷ, ହଁ ସେହି ପକ୍ଷୀ ଗୁଡିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ହଁ। ସେମାନେ ଦିବାରାତ୍ର ବିଶ୍ରାମ ନ କରି ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, କଣ କହୁଛନ୍ତି? ଯେ ସର୍ବଶକ୍ତିମାନ, ଯେ ସର୍ବଶକ୍ତିମାନ, ଯେ ଭୂତ ବର୍ତ୍ତମାନ ଓ ଭବିଷ୍ୟତ ସେହି ପ୍ରଭୁ ଈଶ୍ୱର ପବିତ୍ର। সেই প্রভু ঈশ্বর কেমিতি ପବିତ୍ର পবিত্র ପବିତ୍ର পবিত্র ପବିତ୍ର পবিত্র।
वाओ किपर ईश्वर देखु आज्ञा पवित्रतार पूर्ण पवित्रतार शोभनीय पवित्रता तांकर सौंदर्य पवित्रतार सौंदर्य तांको प्रणाम कर बोली लिखा আছে कि सौंदर्य पवित्रतार सौंदर्य हेले एक्चुअली ब्यूटी माने कौन होते कहीं तो कहतु पवित्र पवित्रता ना ओठरे लेपी है भाटा ना गालरे माझी है भाटा हबा को तैयारी कला को पासरे जाइतिले बदले बाटा जीसु आगे पासरे जाइतिले लाकुची लेखाई टिका आज्ञा से वाक्य कोठी हाँ मने पड़ला आदि पुस्तक 52:5 प्रभु बाइबल बाहर करछ मुई ठीक एड्रेस रे अछि हो हो देखो आम पिला मन स्थिति आदि पुस्तक 52 बोले बाहर करूछते कोठी अछु आमे बाइबल रो प्रथम पुस्तक केते चैप्टर अछि जाने नु कि दुखर कथा कौन कहब माने फाउंडेशन पड़ी नाही विधिमूलक पड़ी नाही पवित्रता सौंदर्य मन रखु लेपा पछार सौंदर्य वास्तव सौंदर्य नुहे क्या कहतु ना गोटे कथा कहूँ गत मसरे का मैरेज हेली एमती तो किसी मु लगाए ना पाउडर क्रीम जलमल किसी लगाए ना मैरेज दिन मध्य किसी लगे ना मैरेज हो पाली ना कि जो दिन प्रभु आदम हवा को सृष्टि कले से दिन प्रभु तांको नाई कि कहउछंदी अति उत्तम केपरि कहउछंदी अति उत्तम बाकी सब दिन गुड़ा करे जा जा तैयारी कले कहउछंदी उत्तम 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 किंतु शेष दिन रे देखि कहउछंदी अति उत्तम हमर कलर जहा होना काहे प्रभु को दृष्टि रे जदि आमे निजको देखिबा आमे किपरि उत्तम प्रभु को लोक माने आपण एई शरीर पाई एई पार्थिव शरीर रो कलर पाई जते व्यस्त तार 10% जदि आत्मिक शरीर पाई व्यस्त होई थाते आज आपण केते आत्मिक होई जाई थाते मिनिमम केते समय बिताओ आगे आमे ओइना आगरे रास्ता रे गला बळकू जदि काचो कौन कौन ताको कार भी जदि दूसरी जीव से कार मध्य दिख देथिबे देखो एग्री आ साइलेंट होले तो 2 मिनट ठिया हबे आमे किति सीरियस अछि हमर आत्मिक शरीर रो सुस्थता पाई व्हिच इज होलीनेस जाकी पवित्रता हटे तांको नाम पवित्र तांको कार्य पवित्र से देखते पवित्र तांको चक्षु मंद देखि पारे नाही हब को के कतेर एते निर्मल चक्षु गीत संहिता 5:4 रे से मंद संग प्रवास करि पारंती नाही हुए नाही तांको द्वारा पवित्र परमेश्वर वासस्थान पवित्र पथ पवित्र सिंहासन पवित्र तांको पुत्र पवित्र तांको राज्य पवित्र तांको आत्मा पवित्र तांको वाक्य पवित्र तांको दूत माने पवित्र आउ हमें उल्टा को राज्य जीवा को बाहर चुके जाने चिंता करंतु कहीं पवित्रता निहाती दरकार प्रथम उत्तर मो पिता मो ईश्वर एवं तांको संबंधी सब विषय पवित्र अटे एथिबे मते पवित्र हेवार अछि नंबर 2 काहे कि मते पवित्र होवार अछि प्रथम भीतर 1:15 आउ थरे पढ जल्दी जल्दी पढ मात्र तुम्भ मानकर आह्वान करता जेपरि पवित्र हां तुम्भ
ତୁମ୍ଭେ ମାନେ ମଧ୍ୟ ଆଜ୍ଞାବହ ସନ୍ତାନ ମାନଙ୍କ ପରି ହୁଁ। ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। ପବିତ୍ର ହୁଅ, ପବିତ୍ର ହୁଅ, ଏହା ଏକ ଆଦେଶ, ଏହା ଏକ ଆଜ୍ଞା, ଏହା ଏକ କମାଣ୍ଡ। ପ୍ରଭୁଙ୍କ ଲୋକମାନେ, ଆମର ସରକାର ଯଦି କିଛି ଆଦେଶ ଦିଅନ୍ତି ଆଉ ଆମେ ଯଦି ତାହା କରିବା ନାହିଁ, ଆମକୁ ଦଣ୍ଡ ମିଳେ ନା ନାହିଁ? ଆଜ୍ଞା ମିଳେ। ସାଧାରଣ ଜଗତର ପୃଥିବୀର ସରକାର ଆଦେଶ ଯଦି ଆମେ ମାନିବା ପାଇଁ ବାଧ୍ୟ ଅଟୁ, ହାଉ ମଚ୍ ମୋର୍, କେତେ ଅଧିକ ଆମେ ପାଳନ କରିବା ଦରକାର। ଆଉ ତାଙ୍କର ଅନେକ ଆଜ୍ଞା ମଧ୍ୟରୁ ଏକ ଆଜ୍ଞା ହେଉଛି ଆମେ ମାନେ ପବିତ୍ର ହେଉ। ମାଥ୍ୟୁ 19:16 ଟିକେ ପଢ, ଆଜ୍ଞା କାହିଁକି ଇମ୍ପୋର୍ଟାଣ୍ଟ ଅଟେ। ମାଥ୍ୟୁ 19:16। ଆଉ ଦେଖ, ହଁ। ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହୁଁ। ହେ ଗୁରୁ, ହୁଁ। ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ନେକ୍ସଟ। ଯୀଶୁ ତାଙ୍କୁ କହିଲେ, ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ହଁ। ସତ୍ କେବଳ ଜଣେ, ହଁ। କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା ଜୀବନରେ ଯଦି ପ୍ରବେଶ କରିବାକୁ ଇଚ୍ଛା କରୁଛ, ତେବେ ଆଜ୍ଞା ସବୁ ପାଳନ କର। କଣ ପାଳନ କର? ଆଜ୍ଞା ପାଳନ କର। ନା ଆଜ୍ଞା ସବୁ। ଆଜ୍ଞା ସବୁ। ପଏଣ୍ଟ ଟୁ ବି ନୋଟେଡ୍। ଗୋଟେ ଆଜ୍ଞା କି ନାଇଁ, ସବୁ ଆଜ୍ଞା ମଧ୍ୟରୁ ପବିତ୍ର ହୁଅ ଏକ ଆଜ୍ଞା ଅଟେ। ଆଉ ଆପଣ ମାନେ ଏହି ଆଜ୍ଞା ପାଳନ କରିବା ପାଇଁ ବାଧ୍ୟ ଅଟନ୍ତି। ଆଚ୍ଛା ମତେ କୁହନ୍ତୁ, ପ୍ରଧାନ ଆଜ୍ଞା କଣ ଅଟେ ବାଇବଲରେ? ଶ୍ରେଷ୍ଠ ଆଜ୍ଞା, ପ୍ରଧାନ ଆଜ୍ଞା। ପିଲାମାନେ, ୟୁଥ ମାନେ, କାହାରି ମନେ ଅଛି? ହଉ, ପ୍ରଥମ ଥର ତ ବେଶୀ କହିବି ହବନି, ଏଇଟା ଖାଲି ଲାଷ୍ଟ ଟାଇମ୍ ପରି ବି ଲାଗୁଛି ମତେ। ସମୟ ଟିକେ ବହୁତ ହେଇଗଲା, ମୁଁ ରାତି ସାରା ଅନିଦ୍ରା ହେଇଛି, ମୋ ପାଖରେ ବଳ ବି ନାହିଁ। ଏନିୱେ, ଆଜ୍ଞା କହୁଥିଲେ, ପ୍ରଭୁ ଆପଣା ଈଶ୍ୱରଙ୍କୁ ଆପଣାର ମନ, ପ୍ରାଣ, ଅନ୍ତଃକରଣ, ବଳ, ଶକ୍ତି ଯାହା ଅଛି ସବୁ ଦେଇକି ପ୍ରେମ କରିବା। ଏହା ହେଉଛି ପ୍ରଥମ ଆଜ୍ଞା। ଆଚ୍ଛା, ଆମେ ନିଜ ପକ୍ଷରେ ହାତ ଦେଇ କହିପାରିବା କି ମୁଁ ପ୍ରଥମ ଆଜ୍ଞା ପାଳନ କରୁଛି। ମନ ଦେଇ, ପ୍ରାଣ ଦେଇ, ଶକ୍ତି ଦେଇ, ବଳ ଦେଇ, ଯାହା ମୋ ପାଖରେ ଅଛି ମୁଁ ସବୁ କିଛି ଦେଇ ପ୍ରଭୁଙ୍କୁ ପ୍ରେମ କରୁଛି। ଆଚ୍ଛା ମତେ କୁହନ୍ତୁ, ପ୍ରେମ କରିବାର ଅର୍ଥ କଣ? ତାହାଙ୍କ ଆଜ୍ଞା ପାଳନ କର। କୋଉଠି ଲେଖା ଅଛି ବାଇବଲରେ? ବାଇବଲ ଡାକ ପରା ନା ଫିଜିକ୍ସ ବହିରେ? ଆପଣ ମାନଙ୍କୁ କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞା ସବୁ ଭାର ସ୍ୱରୂପ ନୁହେଁ। ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ଆଜ୍ଞା ପାଳନ କରିବା। ଗୋଟେ କି ନା, ଆଜ୍ଞା ସବୁ। ଆଉ ସବୁ ଆଜ୍ଞା ମଧ୍ୟରୁ ପ୍ରଧାନ ଆଜ୍ଞା କେଉଁଟା? ଈଶ୍ୱରଙ୍କୁ ପ୍ରେମ କରିବା। ଆଉ ଈଶ୍ୱରଙ୍କୁ ପ୍ରେମ କରିବା ମାନେ ତାଙ୍କ କଥା ମାନିବା। ପଚାରନ୍ତୁ ନିଜକୁ, ମୁଁ ଈଶ୍ୱରଙ୍କ ଆଜ୍ଞା କେତେ ମାନୁଛି? ପଚାରନ୍ତୁ, ଉତ୍ତର ପାଇଯିବେ। ଆଉ ହ୍ୱାଟ ଇଜ ପାପ? କେହି ତ କୁହନ୍ତୁ, ପାପର ସଂଜ୍ଞା କୁହନ୍ତୁ। ହ୍ୱାଟ ଇଜ ପାପ? ହ୍ୱାଟ ଇଜ ସିନ୍? ଅନାଜ୍ଞା ବହୁତ। ଅନାଜ୍ଞାବହତା, ବ୍ୟବସ୍ଥା ଲଙ୍ଘନ ହିଁ ପାପ। ହେଲେ କଥା ନ ମାନିବାଟା ପାପ। ଆଉ ଯଦି ଆମେ ଆଜ୍ଞାବହ ହେଉନାହୁଁ ତେବେ କଣ କରୁଛୁ? ପାପ। ଆଉ ପାପ କରିବା ସମୟରେ ଆମର ପ୍ରାଣ ଯଦି ଆମ ଠାରୁ ଚାଲିଯିବ, ପବିତ୍ର ରାଜ୍ୟକୁ ଯାଇହେବ? ସାବଧାନ। ମାନେ ଟୋଟାଲ କେୟାରଲେସ୍
ଖ୍ରୀଷ୍ଟିଆନ ଲାଇଫ ଚାଲିଛି। ଆଜ୍ଞା ସବୁ ଯଦି ପାଳନ କରିବା ନାହିଁ ଜୀବନର ଅଧିକାରୀ ହୋଇପାରିବା ନାହିଁ। ହେଲେ ଆଜ୍ଞା ସବୁ ପାଳନ କେତେବେଳେ କରିପାରିବା ଆଜ୍ଞା କୁହନ୍ତୁ ତ? ପ୍ରେମ ଥିଲେ। ଆଚ୍ଛା କେତେଟା ଆଜ୍ଞା ଅଛି, କଣ କଣ ଆଜ୍ଞା ଅଛି ସେଟା କେମିତି ଜାଣିବା? ସେ ଆଜ୍ଞା ସାହିତ୍ୟ ବହିରେ ଲେଖା ହେଇଛି? ଗଣିତ, ଇତିହାସ, ଭୂଗୋଳ କେଉଁଠି? ଆପଣ ମାନଙ୍କ ଠାରୁ ଉତ୍ତର ଚାହିଁବି ଟିକେ ମୁଁ। ଆଜ୍ଞା ସବୁ ଆମକୁ ଜାଣିବାର ଅଛି ପାଳନ କରିବାକୁ ହେଲେ, ରାଇଟ? ନ ଜାଣିଲେ ପାଳନ କରିପାରିବା କି? ହେଲେ କେମିତି ଜାଣିବା? ଉତ୍ତର କହି ସାରିଲି ମୁଁ ଅଲରେଡି। କେତେ ଜଣ କୁହନ୍ତୁ କେମିତି ଜାଣିବା ଆଜ୍ଞା? ଆଜ୍ଞା କେଉଁଠି ଅଛି? ବାଇବଲରେ ଅଛି। ହେଲେ ଆଜ୍ଞା ସବୁ ଜାଣିବାକୁ ହେଲେ କଣ କରିବାକୁ ପଡିବ? ପଢିବାକୁ, ହଁ ବାଇବେଲ ପଢିବାକୁ। ସମାଜ ପେପର ପଢିଲେ ହେବ? ମୁଁ ଯାହା କରିଛି ତାହା କହୁଛି। କଲମ ନେବେ, ଗୋଟେ ନୋଟବୁକ୍ ନେବେ, ଆଟଲିଷ୍ଟ ନୂତନ ନିୟମକୁ ଆରମ୍ଭ କରିବେ, ପଢିବେ, କେଉଁଠାରେ ମତେ କିଛି କରିବା ପାଇଁ କୁହାଯାଇଛି ଲେଖିବେ। ଗୋଟିଏ ଗୋଟିଏ ଚାପ୍ଟରକୁ ସାରିବେ ଟିଲ୍ ରେଭେଲେସନ 22। କଣ ଭାବୁଛନ୍ତି ଖ୍ରୀଷ୍ଟିଆନ ଜୀବନ? ମାଗି ଦଉଥିବେ ସେ ଦେଇ ଦଉଥିବେ, ମାଗି ଦଉଥିବେ ଦେଲେ ଅସୁବିଧା ନାହିଁ, ନ ଦେଲେ ଅସୁବିଧା ନାହିଁ। ଏଇଟା ଖ୍ରୀଷ୍ଟିଆନ ଜୀବନ କି? ପ୍ରେମ ଅଛି ବୋଲି ଜଣେ ସେତେବେଳେ ଜାଣିବ ଯେତେବେଳେ ତାଙ୍କ କଥା ମାନିବ। ଆଉ ତାଙ୍କ ଆଜ୍ଞା କେଉଁଠି ଅଛି? ବାଇବଲରେ। ବାଇବଲ ପାଇଁ ଟାଇମ ନାହିଁ ଆମକୁ, ଆଜି ସବୁ ପାଇଁ ଟାଇମ ଅଛି। ଆମେ ଏଠାରେ ବସିଥିବା ସାନରୁ ବଡ କେତେ ଲୋକ କହିପାରିବା ଆଜ୍ଞା ମୋ ଜୀବନରେ ୟାକୁ ସାରିଛି ଏଟଲିଷ୍ଟ ଥରେ। ଯାହା ବିନା ଜୀବନ ବେକାର, ଯାହା ବିନା ସଫଳତା ନାହିଁ, ଗୋଟିଏ ବୋଲି ପୁସ୍ତକ ପ୍ରଭୁ ଆମକୁ ଦେଇଛନ୍ତି। ଗୋଟିଏ ସିଙ୍ଗଲ ବୁକ୍। 1ରୁ 15 କ୍ଲାସ ଯାଇ ଯଦି ଗଣେଇବା କେତେ ବହି ହେଇଯିବ ଠିକଣା ନାହିଁ। ଆଉ ସବୁ ବହି ପଢିବାକୁ ବାଧ୍ୟ ହେଇକି ଆମେ ପଢି ଅଛୁ ନା ନାହିଁ? ଆଉ ଏଇଟା ପଢିବାକୁ ଟାଇମ ନାହିଁ। ଧନ୍ୟ ସେ ମା ବାପା ମାନେ ଯେଉଁମାନେ ନିଜେ ତ ପଢୁନଥିବ, ବ୍ୟସ୍ତ, ପିଲାମାନଙ୍କୁ ନ ପଢିଲେ ମତେ କିଛି କହୁନଥିବ, ଆଉ ପାଳକ ମାନଙ୍କୁ ଫୋନ କରୁଥିବ, ଆଉ ତାଙ୍କ କିଛି କାମ ନାହିଁ, ତାଙ୍କେ ହେଲ୍ପ କରୁଥିବେ। କଣ ଭାବୁଛନ୍ତି ଜୀବନକୁ? ଏମିତି କି ଆପଣ ପଳେଇଯିବେ ତାଙ୍କ ରାଜ୍ୟକୁ? ନାହିଁ। ଯଦି ପ୍ରଭୁ ଆପଣଙ୍କ ସହିତ କଥା କହୁଛନ୍ତି ଦାମ୍ଭିକ ନ ହେଉ, ମାନି ଯାଅ। এই ନ ମାନିବା ସକାଶୁ ପାରଦୀଶରୁ ତୋଡ଼ା ଖାଇଲେ ଆଦମ ହବା। ଭୁଲ କଲେ ପ୍ରଭୁ ଆସିଲେ, ପ୍ରଭୁ ପଚାରିଲେ ଖାଇଲ କି? ଆଦମ କଣ କହୁଛି? ସେ ପରା ଦେଲା ମତେ ବର୍ଣ୍ଣନା କରିବାକୁ ଟାଇମ ନାହିଁ। ପରମେଶ୍ୱର ଆଇଲେ ଆଦମ ପାଖକୁ ଆସିକି ପଚାରିଲେ, ଆଦମ ବାବୁ ନିଷେଧ କରାଯାଇଥିବା ଫଳ ଖାଇଲ କି? ହଁ ନା ନାହିଁ? ଆଦମ କଣ କହୁଛି? ମୁଁ ତମକୁ ମାଗିଲି କି ନିଦ ଔଷଧ ମତେ ଦେଲ। ଫାର୍ଷ୍ଟ ଆନ୍ସର ଆଜ୍ଞା, ତାର ଆନ୍ସର ସିଟ୍ର ଫାର୍ଷ୍ଟ ଆନ୍ସର, ମୁଁ ତମକୁ ମାଗିଲି କି ନିଦ ଔଷଧ, ମତେ କାହିଁକି ନିଦ ଔଷଧ ଦେଲ? କୁମ୍ଭକର୍ଣ୍ଣ ପରି ଶୋଇଲି ମୁଁ। ଉଠି ଦେଖିଲା ବେଳକୁ ଗୋଟେ ହାଡ଼ ନାଇଁ, ଆମର ପଞ୍ଜରା ହାଡ଼ ଖାଲି ଖାଲି ଲାଗୁଛି। ସେକେଣ୍ଡ ପଏଣ୍ଟ। ଥାର୍ଡ ନମ୍ବର ପଏଣ୍ଟ, ଏ ହବା ବିନା ମୁଁ ବଞ୍ଚି ନଥାନ୍ତି କି? ତୁମେ ଆକାକୁ ଦେଇଛ, ଆଉ ଦାୟୀ ତୁମେ। ତୁମେ ଏଟା କେମିତି ପାଶରେ ଯାଇଛ? ଇଟ ମିନ୍ସ ଆଦମ ପ୍ରଭୁଙ୍କୁ ବ୍ଲେମ କରୁଛି। ତାର ଭୁଲକୁ ଯଦି ମାନି ଯାଇଥାନ୍ତା ହୁଏତ ପ୍ରଭୁ କ୍ଷମା କରିଦେଇଥାନ୍ତେ। ପବିତ୍ର ହେବା ପାଇଁ ପ୍ରଥମ ସୋପାନ, ଯେଡେ ବଡ ଭୁଲ କରିଥାଉ ନା କାହିଁକି ସଙ୍ଗେ ସଙ୍ଗେ ମାନି ଯାଅ। ଓଲଟା ଦେଖନ୍ତୁ, କୃଷର ଚର ସମୁଚିତ କର୍ମର ଫଳ ଭୋଗୁଛ। ମାନେ ପ୍ରଭୁ ମୁଁ ଭୁଲ କଲି, ପ୍ରଭୁ ମୁଁ ଖରାପ କାମ କଲି, ମୁଁ ଅପରାଧ କଲି, ମୁଁ ଅଧର୍ମ କଲି, ମୁଁ ମାନୁଛି ପ୍ରଭୁ ଏଇ ଦଣ୍ଡ ପାଇବା ପାଇଁ ମୁଁ ଯୋଗ୍ୟ ଅଟେ। ମାନିଲା
ପାରଦୀସରେ ଏଣ୍ଟ୍ରି କଲା। ଆଦମ ମାନିଲା ନାହିଁ, ପାରଦୀସରୁ ତଡ଼ା ଖାଇଲା। ଭୁଲକୁ ମାନିଯିବା ଶିଖନ୍ତୁ। ଆଚ୍ଛା ଆଜ୍ଞା, ଆପଣଙ୍କ ଦେହ ମନେକରେ ବହୁତ ଅସୁସ୍ଥ ହେଲା, ଏଠି ବହୁତ ପେନ୍ ହେଲା, ଆପଣ ଡାକ୍ତରଙ୍କ ପାଖକୁ ଗଲେ, ଡାକ୍ତର ଆପଣଙ୍କର ଡାଇଗ୍ନୋସ୍ କଲେ, ଟେଷ୍ଟ କଲା ପରେ କହୁଛନ୍ତି ଆପଣଙ୍କ ଭିତରେ କ୍ୟାନ୍ସର ହେଇଛି। ହେଲେ ଆପଣ ପାଖରେ କିଛି ବାଡ଼ି ଠେଙ୍ଗା ଧରିକି ଡାକ୍ତରକୁ ବାଡ଼େଇବାକୁ ଯିବେ, ରାଗିବେ ନା ଓଲଟା ପଇସା ଦେବେ? କେହି ତ କୁହନ୍ତୁ ଉତ୍ତର। ଆଜ୍ଞା, କାହିଁକି ରାଗିବେ ନାହିଁ? ଆପଣଙ୍କ ଶରୀରର ଟ୍ରୁ କଣ୍ଡିସନକୁ ସେ ଜଣେଇଲେ। ଆମେ ଯଦି ସେତିକି ଭଲ ପାଇଥାନ୍ତୁ ଆତ୍ମିକ ଶରୀରକୁ, ଆତ୍ମିକ ଶରୀରର ପରୀକ୍ଷା ନିରୀକ୍ଷା କରୁଥିବା ଆତ୍ମିକ ଡାକ୍ତର ମାନଙ୍କର କଥାକୁ ଆମେ ସାଦରେ ଗ୍ରହଣ କରିଥାନ୍ତୁ। ଯାହାର କର୍ଣ୍ଣ ଅଛି, ଯେପରି ଯୀଶୁ କହିଲେ, ମୁଁ କହୁଛି ଯାହାର ବୁଦ୍ଧି ଅଛି ସେ ବୁଝ। ହାଲେଲୁୟା। କାହିଁକି ପବିତ୍ରତା ଇମ୍ପୋର୍ଟାଣ୍ଟ? ନମ୍ବର 1, ମୋ ପିତା ପବିତ୍ର, ତାଙ୍କ ସମ୍ବନ୍ଧୀୟ ସବୁ ବିଷୟ ପବିତ୍ର। ନମ୍ବର 2, ଏହା ଏକ ଆଜ୍ଞା। ନମ୍ବର 3, ପବିତ୍ର ନହେଲେ ପରମେଶ୍ୱର ସଙ୍ଗରେ ରହିବେ ନାହିଁ। ମୋ ପାଖରେ ଟାଇମ ନାହିଁ, ମୁଁ ଖାଲି ପଏଣ୍ଟରେ କହିକି ସାରୁଛି। ଜିନସକୁ ପରମେଶ୍ୱର କହିଲେ, କାହିଁକି ତୁମେ ଅଧମୁଖ ହୋଇଛ? ଛାଉଣିରେ ତ ପାପ ଅଛି, ଆଉ ପାପ ଯଦି ଥିବ ମୁଁ ତୁମ ସହିତ ରହିପାରିବି ନାହିଁ। ପ୍ରଭୁଙ୍କ ଲୋକମାନେ, ଜୀବନରେ କ'ଣ ଥାଉ କି ନଥାଉ, ପବିତ୍ରତା ଥାଉ। ହାଲେଲୁୟା। ଯଦି ପବିତ୍ରତା ଅଛି ତ ସଫଳତା ଅଛି। ପବିତ୍ରତା ଅଛି। ଜାଣନ୍ତି, ଆଜି ଅନେକ ଆମେ ଆନନ୍ଦ ଖୋଜୁଛୁ, ଅନେକ ଶାନ୍ତିକୁ ଖୋଜୁଛୁ, ଆଉ ଏ ଆନନ୍ଦର ସ୍ରୋତ କେଉଁଠି ଜାଣନ୍ତି? In his presence there is fullness of joy. ଆନନ୍ଦ କେଉଁଠାରେ ଅଛି? ତାଙ୍କ ସାନ୍ନିଧ୍ୟରେ। ପଢିବା 16:11 ଗୀତ ସଂହିତା, ଜଲ୍ଦି ଜଲ୍ଦି ପଢା। ତୁମ୍ଭେ ମତେ ଜୀବନର ପଥ ଦେଖାଇବ। ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ଶୁଣ ଭାଇ ଭଉଣୀ ମାନେ, ଆନନ୍ଦ। ଆଚ୍ଛା, ମୋବାଇଲ କମ୍ପାନୀରେ କ'ଣ ମିଳେ? ମୋବାଇଲ, টিভি কোম্পানিরে টিভি, ফ্রিজ কোম্পানিরে ফ্রিজ, ওয়াশিং মেশিন কোম্পানিরে ওয়াশিং মেশিন, ଆଉ ଲ୍ୟାପଟପ୍ କମ୍ପାନୀରେ ଲ୍ୟାପଟପ୍। এই ସବୁ ଗ୍ୟାଜେଟ୍ ଗୁଡାକ ଏହା ଚାଇନା ମାଲ ହେଲେ ହେଇଥିବ, ନହେଲେ ଆମେରିକାନ ପ୍ରଡକ୍ଟ ହେଇଥିବ, ନହେଲେ ମେଡ୍ ଇନ୍ ଇଣ୍ଡିଆ ହେଇଥିବ, କିନ୍ତୁ ଆନନ୍ଦ ଦୁନିଆର ପ୍ରଡକ୍ଟ ନୁହେଁ। ଦୁନିଆରେ ଖୋଜିଲେ ଆନନ୍ଦ ପାଇବେ ନାହିଁ, ମୋବାଇଲରେ ଖୋଜିଲେ ଆନନ୍ଦ ପାଇବେ ନାହିଁ, ପୁଅ ଝିଅ ଠାରେ ଆନନ୍ଦ ପାଇବେ ନାହିଁ, ଶାରୀରିକ ଅଭ୍ୟାସରେ ଆନନ୍ଦ ପାଇବେ ନାହିଁ, ଯେହେତୁ ସେ ସବୁ ବିଷୟରେ ଆନନ୍ଦ ନାହିଁ। ପରିବା ଦୋକାନକୁ ଯାଇକରି ଆଜ୍ଞା ବହି ଦିଅ ବୋଲେ ମିଳିବ କି? ମିଳିବ ନାହିଁ, ମିଳିବ ନାହିଁ। ଜଳଖିଆ ଦୋକାନକୁ ଯାଇକରି ଆଜ୍ଞା ମୋବାଇଲ ଦିଅ ବୋଲେ ମିଳିବ ନାହିଁ। ଆନନ୍ଦର ସ୍ରୋତ ଈଶ୍ୱରଙ୍କ ସାନ୍ନିଧ୍ୟ। ଆମ ଆଗରୁ କହିସାରିଲି, ଈଶ୍ୱରଙ୍କ ସାନ୍ନିଧ୍ୟ, ଈଶ୍ୱରଙ୍କ ବାସସ୍ଥାନ କେଉଁଠାରେ? ପବିତ୍ରତାରେ। ହାଲେଲୁୟା। ଆନନ୍ଦର ଜୀବନ ଚାହୁଁଛନ୍ତି, ପବିତ୍ର ହୁଅନ୍ତୁ। ସଫଳତା ଚାହୁଁଛନ୍ତି, ପବିତ୍ର ହୁଅନ୍ତୁ। ଉନ୍ନତି ଚାହୁଁଛନ୍ତି, ପବିତ୍ର ହୁଅନ୍ତୁ। ଜୀବନରେ ଯଦି ପରମେଶ୍ୱର ଅଛନ୍ତି, ସଫଳତା ଆପଣଙ୍କ ପଛରେ ପଛରେ ଗଡ଼େଇବ। ହାଲେଲୁୟା। ପରମେଶ୍ୱର ମଶାଙ୍କର ମୁଖର ସହବର୍ତ୍ତୀ ହେଲେ, ଧରିଗଲେ। ସେତେବେଳର ସମ୍ରାଟ ମଶାଙ୍କୁ ଧରିଲେ। ଆପଣଙ୍କର ସହବର୍ତ୍ତୀ କେହି ଥାନ୍ତୁ କି ନଥାନ୍ତୁ, ପରମେଶ୍ୱରଙ୍କୁ ସହବର୍ତ୍ତୀ ବନାନ୍ତୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହା ଥିଲା ନମ୍ବର 3। ନମ୍ବର 4, କାହିଁକି ପବିତ୍ରତା ନିହାତି ଜରୁରୀ? ଆପଣଙ୍କର ସାକ୍ଷ୍ୟକୁ ବଜାୟ ରଖିବା ପାଇଁ ହେଲେ ପବିତ୍ରତା ଆବଶ୍ୟକ। କିପରି? ଦାଉଦ ଗୋଟେ ରାଜା ଥିଲେ,
ସମସ୍ତଙ୍କୁ ଯୁଦ୍ଧ କରିବା ପାଇଁ ପଠେଇ ଦେଇ ଏମସ୍ ମହାଶୟ ରେଷ୍ଟ କରୁଛନ୍ତି, ଆରାମ କରୁଛନ୍ତି। ରାଜାର କାମ ଯୁଦ୍ଧ କରିବା ନା ବିଶ୍ରାମ କରିବା? ଯୁଦ୍ଧ କରିବା। ଆଉ ଏ ବାବୁ ରାଜା ଯୁଦ୍ଧକୁ ନ ଯାଇ ଆରାମ ଖୋଜୁଛନ୍ତି। ଯେଉଁ ଯେଉଁ ସ୍ଥାନରେ ପବିତ୍ରତାର ପ୍ରଚାର ହେଉଛି ସେଇ ସ୍ଥାନରେ ଦାଉଦଙ୍କର ଅପମାନ କାହିଁ ନା କାହିଁ ହେଉଛି। ହଁ, ତାଙ୍କ ପାପ କ୍ଷମା ହେଇଛି, କିନ୍ତୁ ତାଙ୍କ ନାମରେ କଳଙ୍କ ଅଛି ଅଛି ଅଛି। ସାମସନ କଥା ଚିନ୍ତା କରନ୍ତୁ। ସମସ୍ତଙ୍କର ବିଚାର କରୁଛି, ନିଜର ବିଚାର କରୁନାହିଁ। ବଦନାମ ହେଲେ ସେମାନେ, ସାକ୍ଷ୍ୟ ବଜାୟ ରଖିପାରିଲେ ନାହିଁ। ପବିତ୍ର ଯଦି ହେବେ ନାହିଁ ଆପଣଙ୍କର ସାକ୍ଷ୍ୟ ଖରାପ ହବ। ଆଉ ସାକ୍ଷ୍ୟ ଯଦି ଖରାପ ହବ ଆପଣଙ୍କ ଜୀବନରେ କେବେ ଆପଣ ପ୍ରମୋଶନ, ଉନ୍ନତି, ମଙ୍ଗଳ ପାଇପାରିବେ ନାହିଁ। ଆପଣ ଦୁର୍ନାମ ହେଇକି ଚାଲିଯିବେ। ନମ୍ବର 5 ବହୁତ ଇମ୍ପୋର୍ଟାଣ୍ଟ କଥା ଆଣ୍ଡ ଲାଷ୍ଟ କଥା। ମୁଁ ଆରମ୍ଭରେ କହିଲି ଆମେ ସମସ୍ତେ ସ୍ୱର୍ଗ ଯିବା ପାଇଁ ଚାହୁଁଛେ, ହଁ କି ନାଇଁ? କେ ନର୍କ ଯିବା ପାଇଁ ଚାହୁଁଛେ କି ନାହିଁ? ପ୍ରଥମ ଜନ 3:2-3 ପ୍ରଥମ ଜହନ ଆଉ 3 ଯେ କେହି ତାହାଙ୍କ ଠାରେ ଏହି ଭରସା ସ୍ଥାପନ କରିଅଛି 2-3 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ। ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଆମେ ଜାଣୁ ଯେ ସେ ଦିନେ କ'ଣ ହେବେ? ପ୍ରକାଶିତ ହେବେ। ଆମେ ସମସ୍ତେ ଜାଣିଛୁ ଯୀଶୁ ଦିନେ ମଧ୍ୟ ଆକାଶରେ ପ୍ରକାଶ ହେବାକୁ ଯାଉଛନ୍ତି। ଆଉ ମୁଁ ବି ତାଙ୍କୁ ମଧ୍ୟ ଆକାଶରେ ସାକ୍ଷାତ କରିବି। ମୁଁ ମଧ୍ୟ ଯୀଶୁଙ୍କ ସହିତ ଯୁଗାନୁଯୁଗ ପିତାଙ୍କ ସିଂହାସନରେ ବସିବି। ମୁଁ ମଧ୍ୟ ସ୍ୱର୍ଗ ରାଜ୍ୟର ସ୍ଥାନ ପାଇବି। ଆଉ ଯେଉଁମାନେ ଏହି ଆଶା, ଏହି ଭରସା ରଖିଛନ୍ତି, 3 ପଦ, ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ଯେଉଁମାନେ ଏହି ଭରସା ରଖିଛନ୍ତି ସେ ଯେପରି ପବିତ୍ର ଅଟନ୍ତି, ସେ ଯେପରି ପବିତ୍ର, ହଁ, ସେ ସେହିପରି ଆପଣାକୁ ପବିତ୍ର କରେ। ସେ ସେହିପରି ଆପଣାକୁ କ'ଣ କରେ? ପବିତ୍ର। ସ୍ୱର୍ଗ ଯିବା ପାଇଁ କେବଳ ଇଚ୍ଛା କରିଦେଲେ ଆମେ ଯାଇପାରିବା ନାହିଁ। ପ୍ରଭୁଙ୍କ ଲୋକମାନେ ସ୍ୱର୍ଗ ଯିବା ପାଇଁ ହେଲେ ପବିତ୍ରତା ପ୍ରଥମ ବିଷୟ ଅଟେ, ପ୍ରଥମ ବିଷୟ ଅଟେ। ହାଲେଲୁୟା। ପବିତ୍ରତା କାହିଁକି ନିତାନ୍ତ ଜରୁରୀ? ପ୍ରଥମ କଥା, ଆମ ପିତା ପବିତ୍ର ଅଟନ୍ତି, ତାଙ୍କ ସମ୍ବନ୍ଧୀୟ ସବୁ ବିଷୟ ପବିତ୍ର ଅଟେ। ଦ୍ୱିତୀୟ କଥା, ଏହା ଏକ ଆଜ୍ଞା ଅଟେ। ଆଜ୍ଞା ପାଳନ କରିବା ପାଇଁ ଆମେ ବାଧ୍ୟ ଅଟୁ ଯଦି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଚାହୁଁଛୁ। ତୃତୀୟ କଥା, ପରମେଶ୍ୱର ଯଦି ମୋ ସହିତ ରୁହନ୍ତୁ ବୋଲି ମୁଁ ଚାହୁଁଛି, ମୋତେ ପବିତ୍ର ହେବା ନିମନ୍ତେ ମୁଁ ବାଧ୍ୟ ଅଟେ। ଚତୁର୍ଥ କଥା, ମୋର ସାକ୍ଷ୍ୟକୁ ବଜାୟ ରଖିବା ପାଇଁ ମୋତେ ପବିତ୍ର ହେବାର ଅଛି। ପଞ୍ଚମ କଥା, ଯଦି ଯୀଶୁ ଖ୍ରୀଷ୍ଟଙ୍କ ସହିତ ଚିରଦିନ ନିମନ୍ତେ, ଅନନ୍ତ କାଳ ନିମନ୍ତେ ତାଙ୍କ ରାଜ୍ୟରେ, ତାଙ୍କ ସିଂହାସନରେ ଯଦି ମୁଁ ରହିବା ପାଇଁ ଚାହୁଁଛି, ମୋତେ ପବିତ୍ର ହେବାର ଅଛି। ତେବେ କ'ଣ କ'ଣ ସବୁ ପବିତ୍ର ହବ? ପ୍ରଭୁ ସୁଯୋଗ ଦେଲେ ମୁଁ ନେକ୍ସଟ ଟାଇମ୍ କହିବି, ଆଜି କହିପାରିବି ନାହିଁ। 20ଟି ବିଷୟ ପବିତ୍ର ହବାର ଅଛି। 1-2ଟା ପଦ ଲାଇନରେ ଖାଲି ନାମରେ କହୁଛି 20ଟା ଭିତର। ନମ୍ବର 1, ଆପଣଙ୍କର ଚକ୍ଷୁ ପବିତ୍ର ହେଉ। କ'ଣ ପବିତ୍ର ହେଉ? ଚକ୍ଷୁ। ବାକ୍ୟରେ ଲେଖାଯାଏ ଭିତରରେ ଏବଂ ହିତୋପଦେଶରେ ମୋତେ ଟାଇମ୍ ନେଇ ଦେଖିବା ପାଇଁ, ତାଙ୍କ ଚକ୍ଷୁ ଦର୍ଶନରେ ତୃପ୍ତ ନାହିଁ, ତୃପ୍ତ ନାହିଁ। ଯେତେ ଦେଖିଲେ ପୁଣି ଦେଖୁଥିବାକୁ ଇଚ୍ଛା। ପାତାଳ ଯେପରି ତୃପ୍ତ ନୁହେଁ, ଆଙ୍କର ଚକ୍ଷୁ ସେପରି ତୃପ୍ତ ନାହିଁ। ଭିତରେ ଲେଖାଗଲା ତାଙ୍କ ଚକ୍ଷୁ ବ୍ୟଭିଚାରରେ ପରିପୂର୍ଣ୍ଣ। ଅନେକ ଯୁବା ଯୁବତୀ ମାନଙ୍କର ଚକ୍ଷୁ ଦେଖିଲେ ଜଣା ପଡିଯିବ ଏମାନଙ୍କର ଚକ୍ଷୁ ଠିକ ନା ଭୁଲ। ଚକ୍ଷୁ ଦେଖିଲେ ଜଣା ପଡିଯିବ। ଯେଉଁମାନେ ବାସ୍ତବ ଆତ୍ମିକ ଲୋକମାନେ ଅଟନ୍ତି ସେମାନେ ଦେଖିଲେ ଜାଣିଦେବେ।
जो नजर रोचे तांकर द वे दे लुक ସେମାନେ जो प्रकार अनांती जो प्रकार देखंती सेथिरे जणा पड़ जिवो आंकर चक्षु सफा नाही आंकर चक्षु दूषित अछि आंकर चक्षु ठीक नाही प्रभु को लोक माने चक्षु जदि दूषित समग्र शरीर अंधकारमय हालेलुया प्रथम काम चक्षु को पवित्र करंतो जहा जहा मंद मुदा देखिबी नाई नयनर लोभ समग्र विश्व पाप आनिला टिके देखिदेवी टिके 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 ए टिके बोलवाटा बड़ विपद गोटे फल खाइले गोटे बेलार डाली गोटे दिनर दाऊदंकर रेस्ट गोटे महु टिके पाप क्षणिक सुख भोग अनंतकालीन दुख भोग नयनर टिके लोभ मारिदेव जीवन टिके गोटे स्त्री अंटू नहीं आउ दुईटा स्त्री हाँ पाप नयनर पाप भयंकर पाप आज्ञा बाइबल रो सार कथा कौन जहाँ जीसु कहते कहतु आ ध्यान रे शुणु बहुत बहुत इंपोर्टेंट कथा मु सारिबा ऊपर ध्यान रे शुणु बाइबल रो सार कथा जहाँ जीसु कहते कहतु एनीवन प्लीज ए प्रभु मो दया रेखा छाड़ुची आपण मानक नेक्स्ट टाइम जदि भूल रे भी मिलबो कि नहीं जाने नहीं जदि मिल जीवो पाउलो जिंदे कहते कौन घेने की जीवे आगे पाउलो बेत मुई लुहा घेने की जीवी शासन नाई बोले आज आमर ये अवस्था चलतु बाहर करवा हिजो कियो अच्छी हालेलुया आपण मानको एते आवश्यक अछि कोड़ा शासन रो नले हेई परिबे नै आपण तिष्टि परिबे नै हेई परिबो नै सावधान प्रभु को लोक माने आ शेष काल रो एहा गोटे लक्षण श्रुति मधुर कथा सुनिबा को से माने भलो पाइबे हिंदी वर्जन रे लिखा अछि कानो कानो की खुजली बोले लिखा अछि माने तांकर कानो कुंडो थिबो पुनी कोन पाए टिके हाय हाय टिके भल भल टिके आशीर्वाद कथा टिके मिल जाओ बोले कारो कानो जो माने श्रुति मधुर कथा सुनिबा को भलो पाइबे अनुजोगर कथा सुनिबा को भलो पाइबे नाही आ आपण माने जदि अनुजोगर कथा सुनिबा को भलो पाउनांती आपण माने सेही कैटेगरी रे फॉल होउछन्ते मु पचारुथिली जीशुंकर मुख निर्गत वाक्य थिला जहाँकि सार कथा बोली से कहले ए प्रभु कहीं तो कहतु 7:12 माथ्यू पढ़ जल्दी अतएव लोकमाने तुमମାନଙ୍କ प्रति ଯାହା ସବୁ କରନ୍ତୁ ବୋଲି ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର ତୁମେ ଇଚ୍ଛା କରୁଛ ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର ଆଚ୍ଛା ଭେଣ୍ଡିଆ ମାନେ ବାପା ମାନେ ଯୋଉମାନେ ପୁରୁଷ ମାନେ ଅଛନ୍ତି ଆପଣ ମାନଙ୍କ ପାଇଁ ସିଧା ପ୍ରଶ୍ନ आपण माने केबे भी चाहिबे कि आपणकर घरर भौणी माने माँ माने जे अछंती सेमानंकु अलगा पुओ माने लग्न अवस्था रे देखंतु बोली एमती कथा मिलबो नाही हमें काई किया गया पागल देखिबा भाई आमोटा देखंतु बोलते हमें चाहूनु आमे चाहिए क्या क्या आमर भौणी को लाइन मारू बोले अन्यर भौणी माने सस्ता आमे चाहिए कि आमर झीर बदनाम है बोले अन्यर झील सस्ता आमे तो चाहूना आमर घर अपमान हो बोली आमर झील खराब हो बोली तार ना बदनाम है बोली मुझे चाहू नहीं
ମୋର ଘରର କିଛି ବଦନାମ କିଛି ଖରାପ କିଛି ପାପ ହେଉ ବୋଲି ଅନ୍ୟ ପ୍ରତି ମଧ୍ୟ ତୁମେ ଚାହଁ ନାହିଁ। ଆପଣ ଚାହିଁବେ ନାହିଁ, ଅନ୍ୟକୁ ମଧ୍ୟ ଚାହାନ୍ତୁ ନାହିଁ, ଚାହାନ୍ତୁ ନାହିଁ। କଣ ଲେଖା ଗଲା ଆଜ୍ଞା? ଅତଏବ ଲୋକମାନେ ତୁମମାନଙ୍କ ପ୍ରତି ଯେଉଁ ଯେଉଁ ପ୍ରକାର କର୍ମ ଯେଉଁ ପ୍ରକାର ବ୍ୟବହାର କରନ୍ତୁ ବୋଲି ତୁମେ ଚାହୁଁଛ, ତୁମେ ତାଙ୍କ ପ୍ରତି ସେହି ପ୍ରକାର କର। ତୁମେ ସମ୍ମାନ ଚାହୁଁଛ, ସମ୍ମାନ ଦିଅ। ତୁମେ ହେଲ୍ପ ଚାହୁଁଛ, ହେଲ୍ପ କର। ତୁମେ ଚାହୁଁଛ ତମର ଝିଅ ତୁମର ମା ମାନେ ଭଲରେ ଥାନ୍ତୁ, ତୁମେ ଅନ୍ୟମାନଙ୍କର ଝିଅ ଅନ୍ୟମାନଙ୍କର ମା ମାନଙ୍କୁ ସମ୍ମାନ ଦିଅ। ପବିତ୍ରତାର ପ୍ରେମ କର, ଲଷ୍ଟ ପ୍ରେମ କର ନାହିଁ, ଅଭିଳାଷର ପ୍ରେମ କର ନାହିଁ। ତୁମେ ଚାହୁଁଛ ତୁମର ଘରର ପଇସା କେ ଚୋରାନ୍ତୁ ବୋଲି, ଚାହୁଁନ ଅନ୍ୟର ପଇସା ଚୋରାନ୍ତୁ ନାହିଁ। ତୁମେ ଚାହୁଁଛ ତୁମ ବିରୁଦ୍ଧରେ ଗାଳି ନ କରନ୍ତୁ ବୋଲି ଅନ୍ୟକୁ ଗାଳି ଦିଅ ନାହିଁ। ତୁମେ ଚାହୁଁନ ତୁମର ଅନ୍ୟାୟ ନ ହେଉ ବୋଲି ଅନ୍ୟର ଅନ୍ୟାୟ କର ନାହିଁ। ସାର କଥା, ଏହା ବାଇବଲର ସାର କଥା। এই ଗୋଟିଏ କଥା ଯଦି ପାଳନ କରିବ ପାପ ହେବ ନାହିଁ, ପବିତ୍ରତାକୁ ବଜାୟ ରଖିପାରିବ। ପ୍ରଭୁଙ୍କର ଆମର ଗୌରବ ହେଉ। ଚକ୍ଷୁ ବଡ଼ ବିପଦ ଆଜ୍ଞା। 10ଟା ପୁଅ ଝିଅର ବାପ ଚକ୍ଷୁ ସଙ୍ଗେ ନିୟମ କରୁଛି। ଭାବନ୍ତୁ, ଚକ୍ଷୁ ସଙ୍ଗେ ନିୟମ କରୁଛନ୍ତି। ତାର ବୟସ ମିନିମମ୍ କେତେ ହେଇଥିବ? 50+? ବୟସ ସିନା 50, ମାଇଣ୍ଡ 10, 5 ରେ 10। ସାବଧାନ, ବଡ଼ କଷ୍ଟ। ଆଉ ପ୍ରେମ ଯୋଉଟା ଆସିଯାଏ କିଛି କଷ୍ଟ ଜଣା ପଡେ ନାହିଁ। ହାଲେଲୁୟା, ହାଲେଲୁୟା। ଚକ୍ଷୁକୁ ପବିତ୍ର କର। ନମ୍ବର 1, ଆପଣଙ୍କର ଦେଖିବା ବିଷୟ ଯଦି ପବିତ୍ର ନାହିଁ, ତାହା ଯେଡ଼େ ବଡ଼ ବିଷୟ ହଉ ଅନେଇବାକୁ ନାହିଁ। ଚାଲି ଯାଆନ୍ତୁ ସେଠାରୁ। ହଁ, ଏଥିପାଇଁ ମଶାଙ୍କ ଠାରୁ ସେ ଶିକ୍ଷା ଶିଖି ଯାଆନ୍ତୁ। କ୍ଷଣିକ ସୁଖ ଭୋଗ, ପାପର କ୍ଷଣିକ ସୁଖ ଭୋଗ। ହେଲେ ପାପରେ ସୁଖ ଅଛି ନା ନାହିଁ? ଅଛି, କିନ୍ତୁ କ୍ଷଣିକ, କ୍ଷଣିକ, ଅନନ୍ତ କାଳ ଦୁଃଖ। नंबर 1 चक्षु पवित्र हो। नंबर 2 वेरी वेरी इंपॉर्टेंट, जिह्वा पवित्र हो। जिह्वा पवित्र हो, आपनकर कथा भाषा पवित्र हो। जिह्वार केतरा पाप को जल्दी कहंतु। मिथ्या, राग, गाली, बचसा, कूट कपट, परचर्चा, निंदा, अन्य को अपमान करिबा, अन्य को हर्ट करिबा, अन्य को अपमान करिबा, बदनाम करिबा, दुख देबा, ए सब केउं ठार होची? जिह्वार, जिह्वार। जेम्स 1:26 रे लिखा अछि, ओडिया रे लिखा होई नाही, इंग्रजी रे लिखा जाय 1:26 जाकुब। If you are thinking that you are a Christian and do not tame your tongue, मने करूछंती आपण जे आपण गोटे ख्रिस्टियान अटंती बोले एवं निजर जिह्वा को जदि बसरे रखु नांती, योर क्रिश्चियनिटी इज वर्थ 0। भाबंतु पड़ बाबू, जदि केही आपणाकु धर्मपरायण बोली मने धर्मपरायणता बोली मने करूची, आउ आपणा जीवाकु बसीभूत आउ निजर जीवको बसरे रखु नाही, निज हृदय को प्रवंचना करे। से कौन करे? हृदय को प्रवंचना करे, अर्थात निज को ठके। आउ ताहार धर्मपरायणता वृथा। देखो, तार धर्मपरायणता वेस्ट, वेस्ट, वेस्ट। घरे अशांति कहीं हुए? प्रायतः जिह्वार यूज भल नाही। मोर जिह्वा, मोर पाटी, मोर जीव, मु जो फल खाइले खाइली, भात भी खाइबी, मांस भी खाइबी, पानी भी पीबी, मद भी पीबी, नरक भी जीबी। भात पेज अंटू नाई, मद पुड़िया खाऊच, एमिति दशा हेबो माने को नै आरे। पियो जेते पीवा कथा पियो, कंग्राचुलेशन, पियो भल रे पियो।
जीव जली जली समय बर्बाद हेब आ समय सर्व मिशा ना मन पकेब से पिओ भात अंटू ना परा तुमको पानी पेच अंटू ना तुराणी अंटू ना ड्रिंक्स अंटू ना मत पीब परा पिओ 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 गोटे स्त्री अंटू ना दुईटा तीनटा लागे ऑफिस रे गोटे घरे गोटे आउक गाँ रे गोटे हो चालू 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 भल रे चालू दंड त्वरित सिद्ध न हेबारु टेम्पोर आमे पढ़िबा से पद टिके उपदेशक कुकर्म विरुद्ध रे कोठी छी 8 रे 11 से 8 होई कर राइट कुकर्म विरुद्ध उपदेशक 8 होई कर हां कुकर्म विरुद्ध रे कुकर्म विरुद्ध रे दंडाज्ञा त्वरित सिद्ध नहीं बारु मनुष्य संतान मानक अंतकरण हां कुकर्म करिबाकू हां संपूर्ण आसक्त हुए बोतल बोतल धरे की टेंडे हेला बेलको गाब्रिएल दूत आसी गुडा मारी थांदा पुणी दांत भांगला पोरी से दिन ठारू आगे लो बापा बापा आज तक रे और टीवी रे ई टीवी रे न्यूज़ भारी पड़ी थांदा मोत पीबा छाड़ी थांतो आले गाब्रिएल दूत आसु नाही एटा पे टेम्पर भांगु नाही आवा मोर मां माने एडेटा आगरे बसी पड़थिबे गुता धरला पड़ी 7टा अमकटा 7:30 समकटा नले मोबाइल रे नले करंट गले अमक घरे नले इत्यादि के बसी पड़थिबे गुता नेला पड़ी जे गुता नेला पड़ी टीवी आगरे बसला बळको मोर मिखाइल आसी करी ब्लास्ट करि थांदा पड़ी टीवी आंकर मुह पो जदी छता ही थांदा बोले टीवी फिवी फिंगी दे थांदे पड़े हेउ नाही हेउ नि तो कोन करबो मोबाइल रे जाय करे गछ मोल रे कथा लाळको खराब खराब वीडियो देखला लाळको मन करे बिजली पड़ी थांदा आंकर मुह मन करे फाटी जाई थांदा जळी जाई थांदा खाली एतियागा थांदा मुह पणी लंबी थांदा फाटी करी बोले हेउ नाही दंड तो जेते पे टेम्पर पडुची सावधान सब देखुचंती कोठी लुची लुची कोन कोन करूचो सब सब ख्रीष्टान को विचार आकाशन सामना रे आपन को सब कर्मर निकास देवा दिन शीघ्र आसुची भाई बने माने सावधान मुई सिना देखु नाही पाळका के सिना देखु नांती तांको चक्षु सब देखे सबू कोठी लुची लुची कोठी गछमल रे कोठी बुदा रे कोठी भीतर रूम रे कोठी वॉशरूम रे कोठी राती रे कोन चालीची आपनकर थॉट आपनकर माइंड आपनकर हाथ आपनकर जीवर व्यवहार चक्षुर व्यवहार मोबाइल रो व्यवहार टंकार व्यवहार सब भल भाबरे स्वर्गस्थ पिता देखुछन्ती जानुछन्ती आपण आमको ठकी पारिबे माँ बापा को ठकी पारिबे पालक पालिका को ठकी पारिबे तांको आसबार अछि तमर बापा ठकबा को ठको आज टाइम अछि ठको आसुची घने आसुची पुणी तिमिरर दिन अंधकारर दिन ना कोन विचारर महादिन माड़ी आसुची आगे यदि प्रभु कथा कहउछन्ती फेरी जाउंतो फेरिले क्षमा फेरिले शांति फेरिले आनंद फेरिले आपन जीवन अनंत जीवन पाइबे यदि फेरिबे नाई यदि आज फेरिबे नाई काली रो ग्यारंटी नाई काली कोन हबो आमे जानो ना जीवन रो मुख्य आवश्यक पवित्रता अटे बहुत कथा कह जाय परिबो किंतु समय सापेक्ष भी नाई प्रभु के सुजोग देले मु निश्चय कहिबे नला आपण माने यूट्यूब रे पाइबे मन रखंतु एई शरीर कोन हेले हेउ कि न हेउ अच्छा मते कोंतु पाउलंकर देह खराब हिथिला ना नाही हां सुस्त हेला ना हिनंती प्रार्थना करले ना नाही हां केथर प्रार्थना करले हां यस सर 3 थर प्रभु सुनले प्रार्थना हां पूछो ना सुनले हिलिंग करले रोग छाड़ला जार रुमाल झाड़ नाल रुमाल छुले रोगी माने भल हो जाउछथि तार रोग ठीक हो नहीं भाबो इट क्लियरली शोज दैट क्रिश्चियन लाइफ रे आरोग्य का मुख्य विषय नहीं
one of the best co-worker of Paul କିଏ ସେ ତିମୋଥୀର ଦେହ ପୁଣି ବାରମ୍ବାର ଅସୁସ୍ଥ just think about it ବାରମ୍ବାର ପେଟ ବ୍ୟଥା ଆଜ୍ଞା ମତେ କୁହନ୍ତୁ ତିମୋଥୀ ପାଉଲଙ୍କର ବେଷ୍ଟ ସହକର୍ମୀ ଥିଲେ ହେଲେ ତିମୋଥୀ ଆଜ୍ଞା ପାଉଲଙ୍କୁ ରିକ୍ୱେଷ୍ଟ କରିଥିବେ ନା ନାହିଁ ପ୍ରାର୍ଥନା କରିଦିଅ ବୋଲି ହେଲେ ପାଉଲ ପ୍ରାର୍ଥନା କରିଥିବେ ନା ନାହିଁ ତିମୋଥୀ ଆଜ୍ଞା ସୁସ୍ଥ ହେଲେ କି ହେଲେ ଅଙ୍ଗା ହେଲେ କିଛି ହେଇନାହାନ୍ତି ଆଉ ଗୋଟେ ଜାଗା କଥା ମୁଁ ପଢେଇବି ଆପଣମାନଙ୍କୁ ଜାଣନ୍ତୁ ବେଶୀ ପାଗଳ ହେଉଛୁ ଶରୀରର ସୁସ୍ଥତା ପାଇଁ ଆତ୍ମିକ ଶରୀର ସଢି ପଡିଗଲାଣି ବାହାର କରନ୍ତୁ ତିମୋଥୀ 4 2 ତିମୋଥୀ chapter 4 ପଢି ଦିଅନ୍ତୁ 20 ଜଲ୍ଦି ଏରାଷ୍ଟ କରନ୍ତିରେ ରହିଅଛି ହଁ କିନ୍ତୁ ତଫ୍ରିମ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମିଲିତରେ ଛାଡ଼ି ଦେଇ ଆସିଅଛି ତ୍ରଫିମ ବୋଲି ଗୋଟେ ଶିଷ୍ୟ ଯେ କି ପାଉଲଙ୍କର ଆଉ ଜଣେ ବନ୍ଧୁ ତାଙ୍କର ତ ପୀଡ଼ିତ ହେବାରୁ ପାଉଲ କହୁଛନ୍ତି ମୁଁ ତାଙ୍କୁ ସୁସ୍ଥ କରିକି ଆସିଲି ଏଇଟା କି କଥା ଆଜ୍ଞା ପାଳକ ବାବୁ ମନକର ବହୁତ ଦାନ ପ୍ରାପ୍ତ ଆରୋଗ୍ୟ କରିବାର ଲୋକ ଆପଣଙ୍କର ସହପାଳକ ଟିକେ ଅଛନ୍ତି ୟେସ୍ ଆଚ୍ଛା ଆପଣ ପୁରା ଦାନ ମାନେ ଛୁଇଁଦେଲେ ସୁସ୍ଥ ହେଇଯିବେ ତାଙ୍କ ଓକେ ତାଙ୍କର ଦେହ ମନେକର ଖରାପ ହେଲେ ଆପଣ ଛାଡ଼ିକି ପଳେଇ ଆସିବେ ସମ୍ଭବ ଛାଡ଼ିକି ପଳେଇ ଆସିଲେ କହୁଛି ମୋର କହିବାର ଉଦ୍ଦେଶ୍ୟ ପାଉଲ ତାଙ୍କ ପାଇଁ ପ୍ରେର କରିଥିବେ ନା ନାହିଁ ସେମାନେ ରିକ୍ୱେଷ୍ଟ କରିଥିବେ ନା ନାହିଁ ନିଶ୍ଚୟ କରିଥିବେ ପ୍ରଭୁଙ୍କ ଲୋକମାନେ କ୍ଲିୟର ହେଇଯାଆନ୍ତୁ ଆଜିଠାରୁ ଏଟଲିଷ୍ଟ এই শরীরକୁ অণদেখা করন্তু ମୁଁ ତାହା କହୁନାହିଁ ନା 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 যথাসম্ভব চেষ্টা করন্তু সুস্থ হওয়া ପାଇଁ কিন্তু এই শরীর সুস্থ থাও কি না থাও আত্মিক শরীরର সুস্থতা ପାଇଁ পাগল ହେଇ ଯାଆନ୍ତୁ ତା ବହୁତ ଆବଶ୍ୟକ ଅଟେ ହାଲେଲୁୟା ଆଉ ଗୋଟେ କଥା କହୁଛି ମୁଁ ଜୀବନର ମୁଖ୍ୟ ନିଦ ପବିତ୍ରତା ମନରେ ବସେଇ ଦିଅନ୍ତୁ ଆଜିଠାରୁ ବସେଇ ଦିଅନ୍ତୁ ପବିତ୍ରତା ପାଇଁ ପାଗଳ ହୁଅନ୍ତୁ ଯଦି କାହାରିକୁ ଭଲ ପାଇବା ପାଇଁ ଚାହୁଁଛନ୍ତି ପବିତ୍ରତାକୁ ଭଲ ପାଆନ୍ତୁ କାହା ପାଇଁ ପାଗଳ ହେବାକୁ ଚାହୁଁଛନ୍ତି ପବିତ୍ରତା ପାଇଁ ପାଗଳ ହୁଅନ୍ତୁ ଯଦି କାହା ପାଇଁ ସମୟ ବାହାର କରିବା ପାଇଁ ଚାହୁଁଛନ୍ତି କିପରି ମୁଁ ଟିକେ ପବିତ୍ର ହେଇଯିବି ଏଥିପାଇଁ ସମୟ ବାହାର କରନ୍ତୁ ହାଲେଲୁୟା ଆପଣଙ୍କର ପରିଚୟ ପବିତ୍ରତାର ପରିଚୟ ହେଉ ଆସନ୍ତୁ ଚକ୍ଷୁ ବନ୍ଦ କରିବା ପ୍ରଭୁଙ୍କ ଲୋକମାନେ